ଆଜି ଶୁଣିବା ଉପନ୍ୟାସ ଶିଳାପଦ୍ମ। ଔପନ୍ୟାସିକା ପ୍ରତିଭା ରାୟ। ଭାଗ 2। ଚାର୍ଲ୍ସର ପରିଷ୍କାର ହିନ୍ଦୀ ଏବଂ କେତେଟା ଭଙ୍ଗା ଭଙ୍ଗା ଓଡ଼ିଆ ଶବ୍ଦମିଶା କଥା ବୁଢ଼ୀ ବୁଝିପାରୁଥାଏ। ବିଦେଶୀ ଟୁରିଷ୍ଟମାନଙ୍କର କଥା ବୁଝିବାରେ ବୁଢ଼ୀର କିଛି ଅସୁବିଧା ହୁଏନି। ବିଦେଶୀ ଟୁରିଷ୍ଟମାନଙ୍କ ସହ ବହୁ ବର୍ଷର କାରବାର ଯୋଗୁଁ ବୁଢ଼ୀ କେତେଟା ହିନ୍ଦୀ ବଙ୍ଗଳା ଶବ୍ଦ ବୁଝିପାରେ। ବୁଢ଼ୀ ସ୍ନେହପୂର୍ଣ୍ଣ ଦୃଷ୍ଟିରେ ଚାର୍ଲ୍ସକୁ ଚାହିଁ କହିଲା, କେତେ ନା ମନେ ରଖିବିରେ ପୁଅ। ପ୍ରତିଦିନ କେତେ ପୁଅ ଆସନ୍ତି ଫେରିଯାଆନ୍ତି। ସବୁ ନାଁ ଗୁଡ଼ା ବି ପାଟିରେ ପଶେ ନାହିଁ। ସମସ୍ତଙ୍କୁ ମୁଁ ପୁଅ ଡାକେ। ମା ପାଖରେ ପୁଅର ଗୋଟାଏ ନାଁର ଦରକାର କ'ଣ? ମୁଁ ପୁଅ ବୋଲି ଡାକିଲେ ତୁ କ'ଣ ମା ବୋଲି ଜବାବ ଦେବୁନି? ବୁଢ଼ୀ ଚାର୍ଲ୍ସକୁ ଚାହିଁ ବିଲ୍ଲୋଳ ହସ ହସିଲା। ବୁଢ଼ୀର ନିଷ୍ପ୍ରଭ ଆଖିରୁ ଥପ ଥପ ବାତ୍ସଲ୍ୟର ମଧୁ ଝରି ପଡ଼ୁଥାଏ। ଚାର୍ଲ୍ସ ଅନୁଚ୍ଚ କଣ୍ଠରେ କହିଲା, କେଉଁ ଜନ୍ମରେ ମୁଁ ନିଶ୍ଚୟ ଇଣ୍ଡିଆରେ ଆପଣଙ୍କ ପୁଅ ହୋଇ ଜନ୍ମ ହୋଇଥିଲି। ବୁଢ଼ୀ ହସି ହସି କହିଲା, ଆରେ ପାଗଳା, ଏ ଜନ୍ମରେ କ'ଣ ତୁ ମୋର ପୁଅ ନୋହୁଁ? ତା ନହେଲେ ସାହିବ ପିଲାଟା ମୋ କଥା ମାନି ଏଠି ଆସି ବସିଥାନ୍ତୁ କାହିଁକି? ପାଗଳା ଶବ୍ଦର ଅର୍ଥ ନ ବୁଝି ଚାର୍ଲ୍ସ ପ୍ରଥମେ ଭାବିଲା ବୁଢ଼ୀ ତା ପ୍ରତି ଗୋଟାଏ ଅସମ୍ମାନଜନକ ଶବ୍ଦ ପ୍ରୟୋଗ କରିଛି। ମାତ୍ର ବୁଢ଼ୀର ମୁହଁର ମିଠା ମିଠା ଭାବକୁ ପଢ଼ି ନେଇ ସେ ପରକ୍ଷଣରେ ବୁଝିପାରିଲା ଏଇଟା ମଧ୍ୟ ଏ ଦେଶର ଅତି ସ୍ନେହର ଏକ ସମ୍ବୋଧନଜନକର ବ୍ୟକ୍ତିତ୍ୱକୁ ବିକୃତ କରୁଥିବା ଏଭଳି ଶବ୍ଦ ମଧ୍ୟ ମା ପାଟିରୁ ବାହାରି ଆସିଲେ ଅମୃତ ଭଳି ମିଠା ହୋଇଯାଏ। ଚାର୍ଲ୍ସ ସେ ପ୍ରଥମ ଥର ଅନୁଭବ କରୁଥିଲା। ନିଜ ଦେଶ ହୋଇଥିଲେ ଏଭଳି ଭାଷା ପ୍ରୟୋଗ ପାଇଁ ସେ ହୁଏତ ଗୋଟାଏ ସମ୍ମାନହାନି କେସ୍ ଦାୟର କରିଥାନ୍ତା। ଜୀର୍ଣ୍ଣ ବୁଢ଼ୀଟିର ଅପୂର୍ବ ସ୍ନେହମୟୀ ମାତୃମୂର୍ତ୍ତିକୁ ଚାହିଁ ଚାର୍ଲ୍ସ ମନେ ମନେ ଉଚ୍ଚାରଣ କଲା, ଇଣ୍ଡିଆ ଇଜ୍ ଗ୍ରେଟ୍, ଇଣ୍ଡିଆ ଇଜ୍ ଗ୍ରେଟ୍। ବୁଢ଼ୀର ନାମ କୁଶଭଦ୍ରା। ରହେ କୋଣାର୍କଠାରୁ ପ୍ରାୟ 3-4 ମାଇଲ ଦୂର ଖେରଙ୍ଗ ଗ୍ରାମରେ। ବୁଢ଼ୀର ପରିଚୟ ଅଜ୍ଞାତ। କୁଶୀମାଉସୀ ନାମରେ ବୁଢ଼ୀ ଚନ୍ଦ୍ରଭାଗା ଏବଂ କୋଣାର୍କ ଅଞ୍ଚଳରେ ସୁପରିଚିତା। ବୁଢ଼ୀର ବୟସ ମାପ ଅର୍ଥାତ୍ ବୁଢ଼ୀର ଜନ୍ମ ତାରିଖ ଜଣା ନାହିଁ। ବୁଢ଼ୀ ନିଜେ ମଧ୍ୟ ନିଜର ବୟସ ଜାଣେ ନାହିଁ। ବୁଢ଼ୀ କହେ, କୋଣାର୍କର ବୟସ ଆଉ ମୋ ବୟସ ସମାନ ହେଇଥିବ। କୋଣାର୍କକୁ ପଚାରିଲେ ସେ ଅବା ମୋ ଜନ୍ମର କଥା କହିପାରିବ। ଲୋକେ କହନ୍ତି କୁଶୀମାଉସୀ ବୋଧହୁଏ ବୁଢ଼ୀ ହୋଇ ଜନ୍ମ ହୋଇଥିଲା। କାରଣ ବୁଢ଼ୀର ଯୌବନ କାଳର ପ୍ରତ୍ୟକ୍ଷଦର୍ଶୀ କେହି ଜଣେ ହେଲେ ମଣିଷ ଏ ଅଞ୍ଚଳରେ ନାହାନ୍ତି। ଯୁଗ ଯୁଗ ଧରି ଭଗ୍ନ କୋଣାର୍କ ଭଳି ବୁଢ଼ୀର ଏମିତି ଜରାଜୀର୍ଣ୍ଣ ରୂପ। ଅଥଚ ବୁଢ଼ୀଟି ଦିନେ କେବେ ହେଲେ ଥକିଯାଏ ନାହିଁ, ବେମାର ହୁଏ ନାହିଁ। ପସରା ନେଇ ସେ ଗଛମୂଳେ ବସିଥାଏ। ପସରା ଖାଲି ହେଲେ ପୁଣି ଗାଁକୁ ଯାଏ। ପସରା ଭରି ପୁଣି ଫେରିଆସେ। ବୁଢ଼ୀକି ତାର ସ୍ୱାମୀ କଥା ପଚାରିଲେ ବୁଢ଼ୀ ପାକୁଆ ପାଟିରେ ହସ ଭଉଁରୀ ସୃଷ୍ଟି କରି କହେ, ମୋ ସ୍ୱାମୀ ତ ଜଗତର ସ୍ୱାମୀ, ସେ ସମସ୍ତଙ୍କର ପ୍ରଭୁ। ତାଙ୍କୁ ନ ଜାଣେ କିଏ? ସେ ତ ଜଗତର ନାଥ ଜଗନ୍ନାଥ। ନ ଦେଖିଛ ଯଦି ଯାଅ ନେତ୍ରପୁରେଇ ଦେଖି ଆସ ଜଗନ୍ନାଥ ସ୍ୱାମୀଙ୍କୁ। ବସିଛନ୍ତି ଶ୍ରୀମନ୍ଦିରରେ, ରଙ୍ଗ ଅଧରରେ ଟହ ଟହ ହସୁଛନ୍ତି। ନୟନ ଜୀବନ ଧନ୍ୟକର। ବାପା ମାଙ୍କ କଥା ପଚାରିଲେ ବୁଢ଼ୀ କହେ, ମୋ ବାପା ତ ସମସ୍ତଙ୍କ ମୁଣ୍ଡ ଉପରେ ଥାଆନ୍ତି। ସେ ସୂର୍ଯ୍ୟ ଦେବତା। ସେ ନଥିଲେ ମୁଁ ନଥାନ୍ତି, ପୃଥ୍ୱୀ ନଥାନ୍ତା। ଆଉ ମୋର ମା ବସୁଧା, ଯିଏ ମୋତେ କୋଳରେ ଧରିଛି। ବସୁଧା ମୋତେ ବଞ୍ଚାଇ ରଖିଛି। ମୂର୍ତ୍ତି ଗଢ଼ିବା ପାଇଁ ବସୁଧା ମାଟି ଦେଇଛି। ଓଦା ମାଟିର ମୂର୍ତ୍ତିକୁ ଶୁଖାଇ ଦେଉଛି ସୂର୍ଯ୍ୟ। ମୋର ଜୀବିକା ବଞ୍ଚିଛି, ମୁଁ ବଞ୍ଚିଛି। ବୁଢ଼ୀକୁ ତାର ପୁଅମାନଙ୍କ କଥା ପଚାରିଲେ ବୁଢ଼ୀ ହସେ ନାହିଁ, ଗମ୍ଭୀର ହୋଇଯାଏ। କହେ, ମୋ ପୁଅଙ୍କୁ ତମେ ଚିହ୍ନିନ? ଆଉ ଚିହ୍ନିଛ କାହାକୁ? କୋଣାର୍କ ଦେଖିସାରିବା ପରେ ବି ତମେ ଚିହ୍ନିନ ମୋର ପୁଅମାନଙ୍କୁ? ମୋର ପୁଅମାନେ ଟିକେ ଶୋଇପଡ଼ିଛନ୍ତି। ଆଜି ନହେଲେ କାଲି ନିଦ ଭାଙ୍ଗି ଉଠିବେ। ତା ବୋଲି ତମେ ତାଙ୍କୁ ଚିହ୍ନିବନି? କୋଣାର୍କର କାନ୍ଥରେ ମୋ ପୁଅମାନଙ୍କର ନାଁ ଲେଖା ହୋଇଛି। ଚନ୍ଦ୍ରଭାଗା ବାଲିରେ ତାଙ୍କର ପାଦଚିହ୍ନ ପଡ଼ିଛି। ସମୟ, ସମୁଦ୍ର, ଝଡ଼, ବର୍ଷା କୋଣାର୍କକୁ ମାଟିରେ ମିଶାଇ ଦେଇପାରେ, ହେଲେ ମୋ ପୁଅମାନଙ୍କ ନାଁକୁ ଲିଭାଇ ପାରିବନି। କାରଣ 1200 ବିନ୍ଧାଣୀ ପରା ମୋ ପୁଅ। ରାତିରେ ତମେ କେବେ କାନ ଡେରି ଶୁଣିଛ ମୋ ପୁଅମାନଙ୍କର ନିହାଣ ମୁଗୁରର ଆବାଜ? ସେମାନେ ଏଇଠି ଘୂରି ବୁଲୁଛନ୍ତି। ତାଙ୍କ ହାତଗଢ଼ା ମନ୍ଦିର ଉପରେ ଲୁହ ଢାଳୁଛନ୍ତି।
ଖୋଜୁଛନ୍ତି ତାଙ୍କର ବଂଶଧରମାନଙ୍କୁ। କେହି କେହି କହନ୍ତି ବୁଢ଼ୀର ମୁଣ୍ଡ ଠିକ୍ ନାହିଁ, ଏଣୁ ତେଣୁ ଗପେ। ଆଉ କିଏ କହେ ବୁଢ଼ୀ ହେଉଛି ଦେବୀ ରାମଚଣ୍ଡୀ, କୋଣାର୍କକୁ ସେ ଜଗି ବସିଛି, ବିପଦ ଆପଦରୁ ଉଦ୍ଧାର କରୁଛି ଏ ଅଞ୍ଚଳର ମଣିଷଙ୍କୁ। ଝଡ଼ ବର୍ଷାରେ ବୁଢ଼ୀ ଘରେ ଶୋଏ ନାହିଁ, ଗଛ ମୂଳରେ ବସି ଚାହିଁ ରହିଥାଏ କୋଣାର୍କକୁ ଏକଲୟରେ। କୁଆଡ଼େ ତାର ଅଦୃଶ୍ୟ ହସ୍ତ ପ୍ରସାରୀ କୋଣାର୍କକୁ ବୁଢ଼ୀ ଆବୋରି ଧରିଥାଏ। ଦେବୀ ହେଉ କି ମାନବୀ ହେଉ, ବୁଢ଼ୀ ଗୋଟାଏ ଇତିହାସ ପୋଥି। ସମଗ୍ର ଉତ୍କଳ ଅତୀତ ଇତିହାସ ବୁଢ଼ୀ ହାତ ପାପୁଲିରେ ଯେମିତି ଲେଖା ହୋଇଛି। ଅଙ୍ଗୁଳି ଗଣି ଗଣି ବୁଢ଼ୀ ମାସ, ବର୍ଷ, ତାରିଖ ମନେ ପକାଇ ଘଟଣା ସବୁ ବର୍ଣ୍ଣନା କରିପାରେ। ସତେ ଯେମିତି ସହସ୍ର ବର୍ଷର ଇତିହାସକୁ ବୁଢ଼ୀ ପ୍ରତ୍ୟକ୍ଷରେ ସାମ୍ନା କରିଛି। ବୁଢ଼ୀ ଯେତେବେଳେ କିଛି କହେ, ଇତିହାସର କଥା ହିଁ କହେ। ଅନେକ ବିଶ୍ୱାସ କରନ୍ତି ବୁଢ଼ୀ ପାଖରେ ଅନେକ ତାଳପତ୍ର ପୋଥି ଓ ଐତିହାସିକ ତଥ୍ୟ ସମ୍ବଳିତ ନଥିପତ୍ର ଅଛି। ସେ କଥା ପଚାରିଲେ ବୁଢ଼ୀ ହଁ କହେନି କି ନା କହେନି। ଅର୍ଥ ପ୍ରଲୋଭନ ଦେଖାଇ ନଥିପତ୍ର କେହି ମାଗିଲେ ବୁଢ଼ୀ ହସି ହସି କହେ, ଏ ଦେଶର ଧୂଳି, ବାଲି, ମାଟି, ଗୋଡ଼ି, ପାହାଡ଼, ପର୍ବତରେ ଅତୀତର ଇତିହାସ ଲେଖା ହେଇଛି। ଆଖି ମେଲି ଚାହିଁଲେ ସବୁ ପଢ଼ି ହୁଏ, ବୁଝି ହୁଏ। ତାକୁ ପଢ଼, ବୁଝ। ନୂଆ ଇତିହାସ ତିଆରି କର, ନୂଆ କୋଣାର୍କ ଟିହା କର। ପୁରୁଣା ପଛରେ ଧାଇଁ ଧାଇଁ ତୁଚ୍ଛା ଅହଙ୍କାରରେ ସମୟ ବରବାଦ କରି ଲାଭ କ'ଣ? ନିଜ ସିଂହରେ ମାଟି ତାଡ଼ି ନୂଆ କିଛି ଖୋଜ, ଗଢ଼। କାହା ପାଖରୁ ନଥିପତ୍ର ସାଉଁଟି ନେଇ ରାତାରାତି ଇତିହାସକାର ହୋଇଯିବାରେ ଗୌରବ ନଥାଏ। ପୁରୁଣା ଖୋଜୁ ଖୋଜୁ ନୂଆ କିଛି ପାଇବାରେ ସିନା ବାହାଦୁରୀ। ବୁଢ଼ୀ ଗପି ଚାଲିଥାଏ ଅନର୍ଗଳ। ଶୁଣିବା ଲୋକ କହନ୍ତି ବୁଢ଼ୀଟା ପାଗଳା, ବାଚଳା ଗପୁଛି। ବୁଝିବା ଲୋକ କହନ୍ତି ବୁଢ଼ୀଟା କେଡ଼େ ନିଛକ ସତ୍ୟ କହେ। ଚାର୍ଲ୍ସ ଭାବେ ବୁଢ଼ୀଟା ମୂର୍ଖ ହେଲେ ବି କେଡ଼େ ବୁଝିବାର, କେଡ଼େ ବିଦୁଷୀ। ସେ କାଳରେ ଇଣ୍ଡିଆରେ ନାରୀମାନେ କୁଆଡ଼େ ବୀରଙ୍ଗନା ଥିଲେ, ବିଦୁଷୀ ଥିଲେ। ଚାର୍ଲ୍ସ ମନେ ମନେ ହସି ଉଠେ। ଇଣ୍ଡିଆନ୍ ଝିଅଗୁଡ଼ାଙ୍କୁ ନିରୋଳାରେ ପଦେ କଥା କହିଲେ ସେମାନେ ଚମକି ପଡ଼ନ୍ତି, ନର୍ଭସ୍ ହୁଅନ୍ତି। କଥା କଥା କହୁ କହୁ ପାଟି ଖନି ମାରେ। ଅତି ପାଠୁଆ ଝିଅଗୁଡ଼ାଙ୍କର ବି ଇଂରାଜୀ ଭୁଲ ହୋଇଯାଏ। ସେମାନେ ପୁଣି କେବେ ବୀରଙ୍ଗନା ଥିବେ? କିନ୍ତୁ କୃଷଭଦ୍ରା ବୁଢ଼ୀ ଚାର୍ଲ୍ସର ସବୁ ଧାରଣା ବଦଳାଇ ଦିଏ। ଧୀରେ ଧୀରେ ବୁଢ଼ୀ ସହ ଚାର୍ଲ୍ସର ଅନ୍ତରଙ୍ଗତା ବଢ଼େ। ବୁଢ଼ୀ ଗୋଟାଏ ଚଳନ୍ତି ଇତିହାସ ଏବଂ ଚାର୍ଲ୍ସ ଜଣେ ଗବେଷକ। ବୁଢ଼ୀକୁ ବାଦ ଦେଇ କୋଣାର୍କ ସମ୍ବନ୍ଧରେ ଗବେଷଣା କରିହୁଏ ନା, ଏକଥା ଚନ୍ଦ୍ରଭାଗ ଅଞ୍ଚଳର ସମସ୍ତଙ୍କୁ ଜଣା। ଚାର୍ଲ୍ସ ବୁଢ଼ୀର ମୂର୍ଖକୁ ଅଜସ୍ର ତାରିଫ କରେ ଏବଂ ଭୀମନରେ ନିଜ ପାଇଁ ସ୍ଥାନଟିଏ ନେଉଥାଏ। ଚିତ୍ର ପତଟିଏ ଭଳି ଯେ ଦିଶେ, ତାର ନାମ ଚିତ୍ରପଳା। ଚିତ୍ରପଳା ସେଇ ନଦୀର ନାମ, ଯାହାର କୂଳରେ ଛୋଟ ବଡ଼ ଜ୍ଞାନ ଓ ଧନରେ ପରିପୂର୍ଣ୍ଣ ଅନେକ ନଗର ଦିନେ ଥିଲା। ବହୁ ପୁରାଣରେ ଚିତ୍ରପଳା ପୁଣ୍ୟତୋୟା ହୋଇ ରହିଛି। ଇନ୍ଦ୍ରଦ୍ୟୁମ୍ନ ମହାରାଜା ପୁରୁଷୋତ୍ତମ କ୍ଷେତ୍ରକୁ ଯିବା ବାଟରେ ରୂପସୀ ଚିତ୍ରପଳା ଦର୍ଶନରେ ଆତ୍ମହରା ହୋଇଥିଲେ। ପ୍ରାଚୀ ମାହାତ୍ମ୍ୟ କହେ ପ୍ରାଚୀନତୀ ସରସ୍ୱତୀ ବା ଚିତ୍ରପଳା ନାମ ବହି ଅକର୍ତ୍ଥିତ ବାଟି ସମୁଦ୍ର ପଡ଼ିଥିଲା। ପ୍ରାଚୀ କୂଳରେ ଅନେକ ପୁଣ୍ୟ ସ୍ଥାନ ଓ ଜନପଦ ଦିନେ ଥିଲା। ସେ ଜନପଦମାନଙ୍କ ମଧ୍ୟରୁ କୋଣାର୍କ ଦିନେ ଅନ୍ୟତମ ଜ୍ଞାନ ଓ ଧନପୂର୍ଣ୍ଣ ନଗର ଥିଲା। ଅବଶ୍ୟ ଆଜି କୋଣାର୍କ କ୍ଷେତ୍ରରେ ସେଦିନ ଭଳି ସମୃଦ୍ଧି ନାହିଁ। କୋଣାର୍କ ପ୍ରାୟ ନିର୍ଜନ, ପରିତ୍ୟକ୍ତ ହୋଇପଡ଼ିଛି। କିନ୍ତୁ ଅଛି ଚିତ୍ରପଳା। ଅବଶ୍ୟ ସେ ନଦୀ ସରସ୍ୱତୀ ନୁହେଁ, ଗୋଟିଏ ମୂର୍ଖ କିଶୋରୀ ନାମ ତାର ଚିତ୍ରପଳା। ଶ୍ରଦ୍ଧା ନାମ ଚିତ୍ରା। କୃଷଭଦ୍ରା ବୁଢ଼ୀ ଅତି ଶ୍ରଦ୍ଧାରେ ସ୍ୱର ଲମ୍ବାଇ ଡାକେ, ଆଲୋ ଚିତିରା। ଚିତ୍ରା କୋଣାର୍କ ପାଖରେ ଫୁଲ ବିକେ। ତା ଚାଙ୍ଗୁଡ଼ିରେ ଜାତି ଜାତି ଫୁଲ ସତେ ସୁନ୍ଦର ସୁରଭିତ। ତା ଚାଙ୍ଗୁଡ଼ିର ଫୁଲଠାରୁ ସେ ନିଜେ ବେଶୀ ସତେଜ ଆଉ ନିଷ୍ପାପ ମନେ ହୁଏ। ତା ଚାଙ୍ଗୁଡ଼ିରେ ସେକାଳର ଫୁଲ ସଞ୍ଜକୁ ମଉଳେ ନାହିଁ। ସାରାଦିନ ପାଣି ଛିଞ୍ଚି ଛିଞ୍ଚି ଚିତ୍ରା ଫୁଲତକ ସତେଜ ରଖିଥାଏ, ଠିକ୍ ତା ନିଜର ହସ ହସ ସତେଜ ମୁହଁଟି ଭଳି। ସାରାଦିନ ଫୁଲ ବିକ୍ରି କରି କରି ଚିତ୍ରା କେବେ କ୍ଳାନ୍ତ ମନେ ହୁଏ ନାହିଁ, ମଉଳ ଦିଶେ ନାହିଁ। ସତେବା ଚିତ୍ରପଳାର ସ୍ୱଚ୍ଛ ଜଳଧାରାଟିଏ। ଶ୍ୟାମରେ ତାର ନୀଳକଇଁର ଲାଜ ଲାଜ ଭାବ। ଆଜିକାଲି ତା ଫୁଲର କାଟିବେ। ଟୁରିଷ୍ଟମାନେ ତାରି ପସରା ପାଖରେ ଭିଡ଼ ଜମାନ୍ତି। ତାଠାରୁ କିଣନ୍ତି ଫୁଲ। ତା ପସରା ଶୀଘ୍ର ଖାଲି ହୋଇଯାଏ।
ପସରା ଖାଲି ହେଲେ ବି ଟୁରିଷ୍ଟମାନେ ତା ପାଖରେ ଭିଡ଼ ଜମାଇ ପଚାରନ୍ତି, ଫୁଲ ଅଛି? ତାର ଫୁଲର ପସରା ସିନା ଶୂନ୍ୟ ହୋଇଥାଏ, ତା କୋମଳ ମଧୁର ଲାବଣ୍ୟ ପସରା ତ ଦିନକୁ ଦିନ ଉଛୁଳି ପଡ଼େ। ଟୁରିଷ୍ଟମାନେ 13 ବର୍ଷର ମୂର୍ଖ ଫୁଲ ବିକାଳି ଝିଅଟାର ଫଟୋ ଉଠାଇ ନିଅନ୍ତି। କହନ୍ତି, ତୋ ଫୁଲର ପସରା ଭାରି ସୁନ୍ଦର, ତାରି ଫଟୋ ଆମେ ନେବୁ। ତୋ ଫୁଲର କାଟ୍ତି ବଢ଼ିବ, ଦେଶ ଦେଶାନ୍ତରୁ ଗ୍ରାହକ ଆସିବେ ତୋ ଫୁଲ ପାଇ। ନିର୍ବୋଧ ଝିଅଟା ତାଙ୍କ କଥାକୁ ସତମଣି ଫୁଲର ପସରାକୁ ସଜାଡ଼ି ଧରେ, ଫଟୋ ଉଠେ। ଟୁରିଷ୍ଟମାନେ କିଏ କୁଆଡ଼େ ଯାଆନ୍ତି, ପୁଣି ଆସନ୍ତି ଦଳ ଦଳ ଟୁରିଷ୍ଟ। ଚିତ୍ରାଠାରୁ ଫୁଲ କିଣନ୍ତି। ଚିତ୍ରା ଭାବେ ସତେ ଯେମିତି ଟୁରିଷ୍ଟମାନେ କୋଣାର୍କ ପାଇଁ ନୁହେଁ, ତାର ଫୁଲ ପାଇଁ ହିଁ ଦୂରଦୂରାନ୍ତରୁ ଧାଇଁ ଆସନ୍ତି। ଚାର୍ଲ୍ସ ତାକୁ ଡାକେ ଚିତ୍ର। ସେ ଶିଳ୍ପୀର ହାତ ଅଙ୍କା ଚିତ୍ରପଟଟିଏ ଭଳି ଚାର୍ଲ୍ସର ଆଖିକୁ ଦିଶେ। ତାକୁ ଚାହିଁ ଚାର୍ଲ୍ସ ଭାବେ, ଝିଅଟା ପ୍ରାପ୍ତବୟସ୍କରେ କୋଣାର୍କ ନାୟିକା ଭଳି ସୁଠାମ ଏବଂ ଛନ୍ଦମୟ ହେବ, କିମ୍ବା ଚିତ୍ରର ରୂପକୁ ହିଁ କଳ୍ପନା କରି କୋଣାର୍କ ଶିଳ୍ପୀ ଶିଳାରେ ଲାବଣ୍ୟ ଫୁଟାଇଛି। ଚାର୍ଲ୍ସ ନିୟମ କଲା ଭଳି ଚିତ୍ରାଠାରୁ ପ୍ରତିଦିନ କିଛି ନା କିଛି ଫୁଲ କିଣେ। ଚିତ୍ରାଠାରୁ କଥା ଶୁଣିବା ପାଇଁ ଚାର୍ଲ୍ସକୁ ଭଲ ଲାଗେ। ଚିତ୍ରାର କିଛି କଥା ବୁଝି ହୁଏ, କିଛି ଅବୁଝା ରହିଯାଏ। ତେବେ ଏତିକି ଜାଣିପାରିଛି ଯେ ଚିତ୍ରାର ବିବାହ ଖୁବ୍ ଶୀଘ୍ର ହୋଇଯିବ। ଏ ବର୍ଷଟା ଯାକ ଫୁଲ ଭଲ ବିକ୍ରି ହେଲେ ବିବାହ ପାଇଁ ତାର ବାପା କିଛି ପଇସା ସଞ୍ଚୟ କରିପାରିବ। ଚାର୍ଲ୍ସ ଆଶ୍ଚର୍ଯ୍ୟ ହୁଏ। ଚିତ୍ରା ଭଳି ଛୋଟ ଝିଅଟା ପାଇଁ ବିବାହ ଗୋଟିଏ ବୋଝ ହିଁ ଥୁଆ ହୋଇଛି ତା ବାପ ମୁଣ୍ଡରେ। ଇଣ୍ଡିଆରେ ଝିଅମାନଙ୍କର ବିବାହଟା ହିଁ ଜୀବନର ସବୁକିଛି, ଏବଂ ଏଠାରେ ଝିଅମାନଙ୍କୁ ହାତଗୋଡ଼ ବାନ୍ଧି ବିବାହ ବେଦୀରେ ବସାଇ ଦିଆହୁଏ। ବିବାହ ରୂପକ ବୋଝଟାକୁ ନିଜ ମୁଣ୍ଡରୁ ଉତାରି ଝିଅ ମୁଣ୍ଡରେ ଯେମିତି ଜୀବନର ବୋଝଟାକୁ ହିଁ ଲଦି ଦିଅନ୍ତି ବାପାମାନେ। ବାସ୍ତବରେ ବିବାହ ପରେ ଅଧିକାଂଶ ଝିଅଙ୍କୁ ଏଠାରେ ଜୀବନର ବୋଝ ଭଳି ଦୁରୂହ ଏବଂ ଦୁଃସହ ମନେ ହୁଏ। ବିଚାରୀ ଚିତ୍ରା ଆର ବର୍ଷକୁ ଫୁଲର ପସରା ଛାଡ଼ି ଜୀବନର ଦୁଃସହ ବୋଝକୁ ବାପାର ଇଚ୍ଛାରେ ମୁଣ୍ଡକୁ ଟେକି ନେଇଥିବ। ଏଡ଼େ ସୁକୁମାରୀ ଝିଅଗୁଡ଼ା କେମିତି ଏତେ ବଡ଼ ବୋଝ ବୋହିପାରନ୍ତି? ଚାର୍ଲ୍ସ ଆଶ୍ଚର୍ଯ୍ୟ ହୋଇ ଚିତ୍ରାକୁ ଚାହେଁ। କହେ, ଚିତ୍ରା, ମୁଁ କାମନା କରେ ଫୁଲର ଚାଙ୍ଗୁଡ଼ି ଭଳି ତମ ଜୀବନର ପସରା ସୁନ୍ଦର, ସୁବାସିତ ଏବଂ ସୁଖକର ହେଉ। ଜୀବନ କେବେ ତମ ପାଇଁ ଅନ୍ତତଃ ବୋଝ ନ ହେଉ। ଚିତ୍ରା କିଛି ନ ବୁଝି ନିର୍ମଳ ହସର ଫୁଲ କାଢ଼ି ସାହେବ ପାଖରେ ଅଜାଡ଼ି ଦିଏ। ସାହେବ ତାକୁ ନିଶ୍ଚୟ କିଛି ଭଲ କଥା କହିଛି, ଏତିକି ତାର ବିଶ୍ୱାସ। ଫୁଲ ପସରା ଭଳି ସାରା ସଂସାରର ବିଶ୍ୱାସର ପସରା ବି ଯେମିତି ଚିତ୍ରା ଆବୋରି ଧରିଥାଏ। ଚାର୍ଲ୍ସ ଭାବେ ଏ ସରଳ ନିଷ୍ପାପ ପାଇଁ ହିଁ ଚିତ୍ରା ଏତେ ସୁନ୍ଦର। ବିଶ୍ୱାସର ଏମିତି ମହିମାମୟ ରୂପ ଚାର୍ଲ୍ସ ନିଜ ଦେଶରେ କେବେ ଦେଖିନାହିଁ। ଅବିଶ୍ୱାସ ଆଉ ସନ୍ଦେହ ଯେମିତି ସେଠି ଜନ୍ମ ସଙ୍ଗେ ସଙ୍ଗେ ମା ପେଟରୁ ଆସିଥାଏ। କେବଳ ଏହି ବିଶ୍ୱାସ ଯୋଗୁଁ ଚାର୍ଲ୍ସ ମନେକରେ, ଇଣ୍ଡିଆ ଇଜ୍ ଗ୍ରେଟ୍, ଇଣ୍ଡିଆ ଇଜ୍ ଗ୍ରେଟ୍। ପାଷାଣର ବି ପ୍ରାଣ ଥାଏ, ଆତ୍ମା ଥାଏ। କୋଣାର୍କ ପାଷାଣରେ ତିଆରି ଭଗ୍ନ ମନ୍ଦିରଟିଏ। ମନ୍ଦିର ନାହିଁ, ମୁଖଶାଳା ଅଛି। ଲୋକେ କହନ୍ତି, କୋଣାର୍କ କୁଆଡ଼େ ଗୋଟାଏ ମନ୍ଦିର ନୁହେଁ, ଗୋଟାଏ ଆତ୍ମା, ଗୋଟାଏ ସ୍ପନ୍ଦନ, ଗୋଟାଏ ଉଚ୍ଛ୍ୱାସ। କୋଣାର୍କ କୁଆଡ଼େ ବେଳେ ବେଳେ ଜୀଇଁ ଉଠେ କୋଣାର୍କର ପ୍ରତିଟି ଶିଳାଖଣ୍ଡ। ଶିଳାଖଣ୍ଡର ପ୍ରତିଟି ଭାସ୍କର୍ଯ୍ୟ ଜୀବନ୍ୟାସ ପାଇ ମୂର୍ତ୍ତିବନ୍ତ ହୁଅନ୍ତି। ପାଷାଣରେ ଖୋଦିତ ଅଶ୍ୱ, ହସ୍ତୀ, ପଶୁ, ପକ୍ଷୀ, ଗଛ, ଲତା, ଫୁଲ, ପତ୍ର, ଦେବ, ଦେବୀ, ନର, ନାରୀ ସମସ୍ତେ ରକ୍ତମାଂସର ଶରୀର ନେଇ ଠିଆ ହୁଅନ୍ତି ଆଖି ସାମ୍ନାରେ। ସେମାନେ କଥା କହନ୍ତି, ଗୀତ ଗାଆନ୍ତି, ନୃତ୍ୟ କରନ୍ତି, ପୂଜା ମହୋତ୍ସବ, ମନ୍ତ୍ରପାଠ ବି ଶୁଭେ। ଏପରିକି ନର୍ତ୍ତକୀ ପାଦର ନୂପୁର ଧ୍ୱନି ଚିତ୍ତହରଣ କରେ ଏବଂ ଫୁଲର ସୁର ବି ଘ୍ରାଣେନ୍ଦ୍ରିୟକୁ ପୁଲକିତ କରେ। ନିର୍ଜନ ନୀରବ ରାତ୍ରିରେ ଦିନେ ଦିନେ ସମଗ୍ର କୋଣାର୍କ ଏମିତି ଜୀଇଁ ଉଠେ ଯେ ରାଜାଙ୍କର ଅଶ୍ୱମାନଙ୍କର ଟାପୁ ଚିହ୍ନ କୋଣାର୍କ ବାଲିରେ ପଡ଼ିଥାଏ। ସେମାନଙ୍କର ହେସ୍ରାରବ ରାତିର ନିର୍ଜନତା ଭିତରେ ବାରି ହୋଇ ଶୁଭେ। ଶିଳ୍ପୀମାନଙ୍କର ନିହାଣ ଆଉ ମୁଗୁରର ଶବ୍ଦ ଶୁଭେ। ସମଗ୍ର ଅଞ୍ଚଳଟା ନିଦ୍ରାରେ ଅଚେତନ ଥିଲାବେଳେ କୋଣାର୍କ କୁଆଡ଼େ ନିଦ୍ରା ଭାଙ୍ଗି ଚେଇଁ ଉଠେ। ଚେଇଁ ଦିଏ ତାର ସମସ୍ତ ସାଙ୍ଗସାଥୀଙ୍କୁ।
ସମୟ କୁଆଡ଼େ ସମ୍ମୋହିତ ହୋଇ ପଛକୁ ଫେରିଯାଏ। ଶହ ଶହ ବର୍ଷର ଅତୀତ ଜୀବନ୍ୟାସ ପାଇ ରାତ୍ରିର ଅନ୍ଧକାରକୁ ଅବଜ୍ଞା କରେ। ଏସବୁ ଅଲୌକିକ ହେଲେ ବି ସତ୍ୟ। ସତ୍ୟ ତ୍ରିବାର ସତ୍ୟ ବୋଲି ସ୍ୱୀକାର କରେ ଶତାୟୁ ବୃଦ୍ଧ ବିଶୁ ମହାରଣା। ବିଷ୍ଣୁ ମହାରଣା କୋଣାର୍କ ଶିଳ୍ପୀର ବଂଶଧର। ବୟସ କେହି କେହି କହେ 100 ବର୍ଷ, କେହି କହେ ତଦୁତ୍ର। ସେ ଅଞ୍ଚଳରେ ବିଷ୍ଣୁ ମହାରଣାର ଜନ୍ମ, ବାଲ୍ୟ କୈଶୋରକୁ ପ୍ରତ୍ୟକ୍ଷ କରିବା ମଣିଷ କେହି ନାହିଁ। ବିଷ୍ଣୁ ମହାରଣା ଏ ଅଞ୍ଚଳରେ ବୟୋଜ୍ୟେଷ୍ଠ ପୁରୁଷ। ବିଷ୍ଣୁ ମହାରଣା କହେ ତାର ବୟସ 700 କି 800 ବର୍ଷ ହେଲାଣି। ସେ କୋଣାର୍କ ମନ୍ଦିର ତିଆରି କରିଛି। ନିଜ ହାତରେ କୋଣାର୍କର ପ୍ରତିଟି ଶିଳାଖଣ୍ଡରେ ଫୁଟାଇଛି ଭାସ୍କର୍ଯ୍ୟ। କୋଣାର୍କର ପ୍ରତିଟି ଶିଳାଖଣ୍ଡ ବିଷ୍ଣୁ ମହାରଣାକୁ ଚିହ୍ନନ୍ତି। ବିଷ୍ଣୁ ମହାରଣା ଚିହ୍ନେ ସମସ୍ତଙ୍କୁ। ଗୋଟିଏ ଗୋଟିଏ ସମସ୍ତଙ୍କର ଇତିହାସ ସେ ଜାଣେ। କେଉଁ ଶିଳାଖଣ୍ଡ କେଉଁଠୁ ଆସିଥିଲା, କେଉଁ ପଥ ଦେଇ କେଉଁ ଉପାୟରେ ଆସିଥିଲା, ଏବେ ବି ସେ କଥା ତାର ସ୍ମରଣରେ ଅଛି। ସେ କଥା କହୁ କହୁ ବିଷ୍ଣୁ ମହାରଣାର ପକ୍ୱ ଶ୍ମଶ୍ରୁ ଦେଇ କେବେ ଅଶ୍ରୁଝରେ, କେବେ ଦନ୍ତହୀନ ଓଠକଣରେ ଗୌରବର ହାସ୍ୟରେଖା ଫୁଟି ଉଠି ମିଳେଇଯାଏ। ବିଷ୍ଣୁ ମହାରଣା ଶିବେ ସାମନ୍ତରାୟ ମନ୍ଦିର ମୂଳଦୁଆ ପକାଇବାର କାହାଣୀ କହୁ କହୁ ହସି ହସି ଲୁଟିଯାଏ। ମନ୍ଦିରର ପୂଜା ପାର୍ବଣର କଥା କହୁ କହୁ ରୋମାଞ୍ଚିତ ହୋଇଉଠେ। ପୁଣି କୋଣାର୍କ ପରିତ୍ୟକ୍ତ ହେବାର ଇତିହାସ ଗାଉ ଗାଉ ବେଦନାରେ ଭାଙ୍ଗି ପଡ଼େ। ବିଷ୍ଣୁ ମହାରଣା ମହାରାଜା ନରସିଂହ ଦେବଙ୍କର ଅପୂର୍ବ ରୂପ ଏବଂ ପୌରୁଷର ଗାଥା ଗାଏ। ମହାରାଜାଙ୍କ ସହ ତା ନିଜର ବ୍ୟକ୍ତିଗତ ଅନୁଭୂତିର କେତେ ଘଟଣା ବର୍ଣ୍ଣନା କରେ। ସେ ନିଜେ ଭାବାବେଶରେ ଅଭିଭୂତ ହୁଏ। ବାକ୍ଶକ୍ତି ହରାଇ ବସେ। ମହାରାଜାଙ୍କ ବୀରତ୍ୱ, ପାଣ୍ଡିତ୍ୟ, ଶୌର୍ଯ୍ୟ, ବୀର୍ଯ୍ୟ, ପ୍ରଜାବତ୍ସଳତା, ସାହିତ୍ୟ, କଳାନୁରାଗ, ଦୟା, କ୍ଷମା, ଦେଶପ୍ରେମ ଏବଂ କରୁଣାର କଥା କହୁ କହୁ ବେଳେ ବେଳେ ଚେତା ହରାଇ ପଡ଼ିଯାଏ ଭାବୋଚ୍ଛ୍ୱାସରେ। ଶ୍ରୋତାମାନେ ମଧ୍ୟ ଅଭିଭୂତ ହୁଅନ୍ତି। ବିଷ୍ଣୁ ମହାରଣା କହେ, ତମେ ସବୁ ରାଜା ନରସିଂହ ଦେବଙ୍କୁ ଯେଉଁମାନେ ଦେଖିନାହଁ, ସେମାନେ ଉତ୍କଳକୁ ଦେଖିନାହଁ। ପୁରୁଷ କାହାକୁ କହନ୍ତି ତାହା ଜାଣିନାହଁ। ରାଜା କାହାକୁ କହନ୍ତି ତାହା ବୁଝିନାହଁ। ମୋ ସମୟରେ କଳିଙ୍ଗ କ'ଣ ଥିଲା ତମେ କିଛି ହେଲେ ଧାରଣା କରିପାର ନାହିଁ। ମୁଁ ଯେଉଁ କଳିଙ୍ଗରେ ବାସ କରୁଥିଲି ତମେ ସବୁ ତାକୁ ବି କଳ୍ପନା କରିପାର ନାହିଁ। ବିଚରା ଗୁଡ଼ା, ତମେ ସବୁ କେଡ଼େ ଅଭାଗା। ଲୋକେ କହନ୍ତି ବୟସର ଆଧିକ୍ୟ ହେତୁ ବିଷ୍ଣୁ ମହାରଣାର ମତିଭ୍ରମ ହେଇଛି। ସେ ଅନ୍ଧାର ରାତିରେ ସେର ସମସ୍ତଙ୍କୁ ଦେଖିପାରେ। ସେମାନଙ୍କ ସହ ଦୁଃଖ ସୁଖ ହୁଏ। ସେମାନଙ୍କର ବିଦେହୀ ଆତ୍ମାକୁ ପ୍ରବୋଧନା ଦିଏ। ଅସ୍ମିତା, ଅସ୍ମିତା, ମୁଁ ଅଛି, ଚିନ୍ତା କ'ଣ? କଳିଙ୍ଗ ଶିଳ୍ପୀ ମରିନାହିଁ, ମରିପାରେ ନା। ଝାଉଁ ଗଛର ମର୍ମର ଭିତରେ ଗୁଞ୍ଜରି ଉଠେ କଳିଙ୍ଗ ଶିଳ୍ପୀଙ୍କର ଆତ୍ମାର ସ୍ୱର, ଅସ୍ମିତା, ଅସ୍ମିତା, ଅସ୍ମିତା। ସେ ସ୍ୱର କେହି ଶୁଣିଛନ୍ତି, ସେମାନେ ବିଷ୍ଣୁ ମହାରଣାର କଥାରେ ସାକ୍ଷୀ ପଡ଼ନ୍ତି। ମୃତ୍ୟୁ ହିଁ ଜୀବନର ଶେଷ କଥା, ତା ହିଁ ଜାଣିଥିଲା ଚାର୍ଲ୍ସ। ମାତ୍ର ଏଠାରେ ପହଞ୍ଚି ତାର କେମିତି ଧୀରେ ଧୀରେ ଧାରଣା ହେଉଛି ମୃତ୍ୟୁ ପରେ ବି ଜୀବନ ଅଛି। ଆତ୍ମାର ମୃତ୍ୟୁ ନାହିଁ, ମୃତ୍ୟୁ ପରେ ଆତ୍ମା ଜୀଇ ରହେ। ବିଷ୍ଣୁ ମହାରଣାର କଥା ଚାର୍ଲ୍ସ ମନରେ ଅଦମ୍ୟ କୌତୂହଳ ଓ ରୋମାଞ୍ଚ ଭରିଦିଏ। ଚାର୍ଲ୍ସର ଇଚ୍ଛା ହୁଏ ସ୍ୱପ୍ନରେ ହେଉ ପଛକେ ସେ ଦେଖନ୍ତା ସେ କାଳର କଳିଙ୍ଗ ସୁନ୍ଦରୀଙ୍କୁ, ରାଜା ନରସିଂହ ଦେବ, ଶିଳ୍ପୀ ଶ୍ରେଷ୍ଠ ବିଶୁ ମହାରଣାକୁ ଏବଂ ସେ ସମୟର ଜୀବନ ଚିତ୍ରକୁ ସେ ଅନୁଧ୍ୟାନ କରନ୍ତା। ବିଷ୍ଣୁ ମହାରଣା ବର୍ଣ୍ଣିତ ସେହି ଅଶରୀରୀମାନଙ୍କୁ ଭେଟିବା ପାଇଁ ଚାର୍ଲ୍ସ ରାତି ଅଧରେ ଲଞ୍ଜିରୁ ଉଠି ବାହାରି ଆସେ। ସମ୍ମୋହିତ ହୋଇ ଚାଲିବାକୁ ଆରମ୍ଭ କରେ। ସାରା ରାତି ଅନ୍ଧାର ଭିତରେ ଘୂରି ବୁଲୁଥାଏ କାହାକୁ ଖୋଜି ଖୋଜି। ଝାଉଁବଣ, ଲଙ୍କା ଆମ୍ବ ଗଛର ଜଙ୍ଗଲ, ବିସ୍ତୀର୍ଣ୍ଣ ବାଲୁକାପ୍ରାନ୍ତୀ ଭିତରେ ସାରା ରାତି ସେ ଘୁରୁଥାଏ। କାହା ପଛେ ପଛେ ଧାଉଁଥାଏ। ସକାଳକୁ ଲୋକେ ଦେଖନ୍ତି ଗୋରା ତକତକ ସାହେବ ଟୋକାଟାଏ ନିଘୋଡ଼ ନିଦରେ ଶୋଇପଡ଼ିଛି। କେଉଁଦିନ କୋଣାର୍କ ବେଢ଼ାର ପାଚେରୀ ଚଟାଣରେ, କେଉଁଦିନ ଝାଉଁବଣ ଭିତରେ, କେଉଁଦିନ ଚନ୍ଦ୍ରଭାଗାର ବାଲୁକା ଶଯ୍ୟାରେ। ସକାଳର ସୂର୍ଯ୍ୟ ରଶ୍ମି ତାର କୋମଳ ହାତରେ ଚାର୍ଲ୍ସକୁ ଆସ୍ତେ ସ୍ପର୍ଶ କରି ନିଦରୁ ଉଠାଇ ଦିଏ। ଚାର୍ଲ୍ସ ନିଦ ଭାଙ୍ଗି ଗତରାତ୍ରିର ଘଟଣା ବର୍ଣ୍ଣନା କରେ ଗୋଟି ଗୋଟି ସମସ୍ତଙ୍କ ଆଗରେ।
ସମସ୍ତଙ୍କୁ ପଚାରେ, କାଲି ରାତ୍ରିରେ କେହି ଭୂତ ଦେଖିଛ? ମୁଁ ଦେଖିଛି। ମୁଁ ତାଙ୍କୁ ପିଛା କରି ରାତିସାରା ଖୋଜିଛି। ସେମାନେ ସମସ୍ତେ ଭୂତ, ଅତୀତ। ମୁଁ ସେମାନଙ୍କୁ ସାମ୍ନା କରିଛି। ଚାର୍ଲ୍ସର ଈଷତ୍ ନୀଳ ଚକ୍ଷୁ ତାରକା ସ୍ୱପ୍ନ ଭାରରେ ଭାବମୟ ଦିଶେ। ସମସ୍ତେ କହନ୍ତି ସାହେବକୁ ଭୂତ ଲାଗିଛି। କିଏ କହେ ଗଞ୍ଜେଇ ଟାଣିଛି, ନିଶା ବଟିକା ପକେଇ ଦେଇଛି। ଚାର୍ଲ୍ସ ହସି ହସି ମୁଣ୍ଡ ଟୁଙ୍ଗାରେ କହେ, ଠିକ୍ ଠିକ୍, ମତେ ନିଶା ଲାଗିଛି। ଇଣ୍ଡିଆର ନିଶା, କୋଣାର୍କର ନିଶା, କଳିଙ୍ଗ ଶିଳ୍ପୀର ନିଶା। ବିଷ୍ଣୁ ମହାରଣା ଋଷି ଭଳି ଦିଶେ। ଦୀର୍ଘ ଶ୍ମଶ୍ରୁ ଓ ଜଟା, ବିସ୍ତୃତ କପାଳ, ଆୟତ ଚକ୍ଷୁ, ବୟସ ତାକୁ ଯେମିତି ଆହୁରି ମହିମାମୟ କରିଦେଇଛି। ବିଷ୍ଣୁ ମହାରଣା କୋଣାର୍କ ମଠ ପାଖରେ ରହେ। କୋଣାର୍କ ମନ୍ଦିର ବେଢ଼ାର ବାହାରେ ଦକ୍ଷିଣ ପାର୍ଶ୍ୱରେ 4000 ବର୍ଷ ତଳର ପ୍ରାଚୀନ ମଣ୍ଡଟିଏ। ଲୋକେ କହନ୍ତି ଶାମ୍ବ ଆଶ୍ରମ। ଚାର୍ଲ୍ସ ଆଶ୍ଚର୍ଯ୍ୟ ଆଖିରେ ବିଷ୍ଣୁ ମହାରଣାର ଜ୍ୟୋତିର୍ମୟ ମୁହଁକୁ ଚାହିଁ ଶୁଣେ କୋଣାର୍କ ମଠର ଇତିହାସ। କୋଣାର୍କର ପ୍ରତିଟି ଧୂଳିକଣା ବି ମହାନ ଇତିହାସ ଅଛି। କୋଣାର୍କର ସ୍ଥାପତ୍ୟ ଏବଂ ଭାସ୍କର୍ଯ୍ୟ ସମ୍ବନ୍ଧରେ ଗବେଷଣା କରିବା ପୂର୍ବରୁ ତାର ଐତିହାସିକ ଗୌରବ ଓ ପୌରାଣିକ ମହାତ୍ମ୍ୟ ଜାଣିବାର ଆଗ୍ରହ ମନରେ ବଳବତ୍ତର ହୋଇଛି। ଚାର୍ଲ୍ସ ବିଷ୍ଣୁ ମହାରଣାର ଶିଷ୍ୟ ପାଲଟିଛି। କୋଣାର୍କ ମଠର ସେଇ ଛୋଟ ଚାଳ ଘରଟିରେ 4000 ବର୍ଷ ଧରି ଜଳୁଥିବା ଅଖଣ୍ଡ ଅଗ୍ନିକୁଣ୍ଡ ପାଖରେ ବସି ଚାର୍ଲ୍ସ ଶୁଣେ କୋଣାର୍କର ମହାତ୍ମ୍ୟ। ବିଷ୍ଣୁ ମହାରଣା ଅନର୍ଗଳ ଗପି ଚାଲେ ମନ୍ତ୍ରମୁଗ୍ଧ ସାହେବ ଆଗରେ ନିଜ ଆତ୍ମାର ଇତିହାସ। 4000 ବର୍ଷ ପୂର୍ବେ ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କର ଅଷ୍ଟପାଟରାଣୀଙ୍କ ମଧ୍ୟରେ ଜାମ୍ବବତୀଙ୍କ ଗର୍ଭରୁ ଶାମ୍ବ ଜନ୍ମ ହୋଇଥିଲେ। ଶାମ୍ବ ଅତ୍ୟନ୍ତ ରୂପବାନ ଥିଲେ ଏବଂ ନିଜ ରୂପ ପାଇଁ ତାଙ୍କର ଅହଙ୍କାରର ସୀମା ନଥିଲା। ରୂପର ଅହଙ୍କାରରେ ଏକଦା ବ୍ରହ୍ମର୍ଷି ନାରଦଙ୍କୁ ସମ୍ମାନ କରିବା ଦୂରେ ଥାଉ, ସେ ଅପମାନ କରିଥିଲେ। ବ୍ରହ୍ମ ଅପମାନ ଏକବାରେ ଅକ୍ଷମଣୀୟ। ନାରଦ ଭଗବାନ ଶ୍ରୀକୃଷ୍ଣଙ୍କ ସାମ୍ନାରେ ପୁତ୍ର ଶାମ୍ବଙ୍କ ବିରୋଧରେ ଅଭିଯୋଗ କଲେ ଯେ ଶାମ୍ବ ଗୋପାଙ୍ଗନାଙ୍କ ମାନଙ୍କ ସହ ପାପପ୍ରଣରେ ଲିପ୍ତ ଅଛନ୍ତି। ଏଥିପାଇଁ ସେ ପ୍ରମାଣ ଯୋଗାଇଦେଲେ। ପିତା ଶ୍ରୀକୃଷ୍ଣ ଶାମ୍ବଙ୍କୁ ରୈବତ୍ୟକ ପର୍ବତରେ ଅପେକ୍ଷା କରିଛନ୍ତି ବୋଲି ଏକ ମିଥ୍ୟା ସମ୍ବାଦ ଦେଇ ନାରଦ ଶାମ୍ବଙ୍କୁ ସେଠାରେ ପ୍ରେରଣା କଲେ। ସେଠାରେ ଶ୍ରୀକୃଷ୍ଣ ନଥିଲେ। ଗୋପବାଳମାନେ ସେଠାରେ ପୁଷ୍କରିଣୀରେ ଜଳକ୍ରୀଡ଼ା କରୁଥିଲେ। ସେମାନେ ଶାମ୍ବଙ୍କ ଉପରେ ମୁଗ୍ଧ ହୋଇ ତାଙ୍କୁ ପ୍ରେମାଲିଙ୍ଗନ କଲେ ଏବଂ ଠିକ୍ ସେତିକିବେଳେ ଶ୍ରୀକୃଷ୍ଣ ନାରଦଙ୍କ ସହ ରୈବତ୍ୟକ ପର୍ବତରେ ପହଞ୍ଚି ଏ ଦୃଶ୍ୟ ଦେଖିଲେ। ଭଗବାନ ଶ୍ରୀକୃଷ୍ଣ ପୁତ୍ରର ଏ ଚାରିତ୍ରିକ ସ୍ଖଳନରେ ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇ ଅଭିଶାପ ଦେଲେ, ତତେ କୁଷ୍ଠରୋଗ ହୋଇ ତୋର ସମସ୍ତ ସୌନ୍ଦର୍ଯ୍ୟ ଲୋପ ହେଉ ଏବଂ ରୂପର ଅହଙ୍କାର ତୋ ମନରୁ ଦୂର ହେଉ। ପିତାଙ୍କ ଅଭିଶାପରେ ଶାମ୍ବ କୁଷ୍ଠରୋଗଗ୍ରସ୍ତ ହେଲେ ଏବଂ ରୋଗମୁକ୍ତ ହେବା ପାଇଁ ନାରଦଙ୍କ ପାଖରେ ଶରଣାପନ୍ନ ହେଲେ। ନାରଦ କହିଲେ, ତୁମେ ଭାରତର ପୂର୍ବ ଉପକୂଳରେ ଅବସ୍ଥିତ ମୈତ୍ରେୟ ବନରେ ସୂର୍ଯ୍ୟଙ୍କ ଉପାସନା କର। ସେ ସନ୍ତୁଷ୍ଟ ହେଲେ ତୁମେ ରୋଗମୁକ୍ତ ହେବ। ରୋଗଗ୍ରସ୍ତ ଅନୁତପ୍ତ ବ୍ୟଥିତ ଶାମ୍ବ ଦ୍ୱାରକାଠାରୁ ଆସି ପୂର୍ବ ଉପକୂଳର ମୈତ୍ରେୟ ବନର ଚନ୍ଦ୍ରଭାଗା ନଦୀକୂଳରେ ନିରାହାର ଏବଂ ଜିତେନ୍ଦ୍ରିୟ ହୋଇ ଦୀର୍ଘ 12 ବର୍ଷ କାଳ କଠୋର ତପସ୍ୟାରତ ଥିଲେ ଏବଂ ଶେଷରେ ସୂର୍ଯ୍ୟଙ୍କ କଲ୍ୟାଣରୁ ରୋଗମୁକ୍ତ ହୋଇଥିଲେ। କୋଣାର୍କ କ୍ଷେତ୍ର ହିଁ ହେଉଛି ସେତେବେଳକାର ମୈତ୍ରେୟ ବନ। ସୂର୍ଯ୍ୟଦେବ ଶାମ୍ବଙ୍କୁ ବର ପ୍ରଦାନ କରି କହିଲେ, ଆଜିଠାରୁ ମୋ ନାମରେ ମର୍ତ୍ତ୍ୟଲୋକରେ ଯିଏ ମନ୍ଦିର ତୋଳି କ୍ଷେତ୍ର ସ୍ଥାପନ କରିବ, ସେ ସନାତନ ଲୋପ ପ୍ରାପ୍ତ ହେବ। ପରଦିନ ବ୍ରାହ୍ମ ମୁହୂର୍ତ୍ତରେ ଶାମ୍ବ ଚନ୍ଦ୍ରଭାଗା ନଦୀରେ ସ୍ନାନ କରୁଥିଲା ବେଳେ ସୂର୍ଯ୍ୟଦେବଙ୍କର ଏକ ପ୍ରସ୍ତର ମୂର୍ତ୍ତି ନଦୀଗର୍ଭରୁ ପ୍ରାପ୍ତ ହେଲେ ଏବଂ ମନ୍ଦିର ନିର୍ମାଣ କରି ମୂର୍ତ୍ତିଟି ସ୍ଥାପନା କରିଥିଲେ। ସେହିଦିନଠାରୁ ଅଂଶମାନଙ୍କର ମୂର୍ତ୍ତି ମର୍ତ୍ତ୍ୟରେ ପୂଜା ପାଉଅଛି। 4000 ବର୍ଷ ତଳର ଶାମ୍ବ ସାଧନାପୀଠ ଆଜି କୋଣାର୍କ ମଠ ଭାବରେ ନାମିତ। ଏବେ ମଧ୍ୟ କେତେକ କୁଷ୍ଠରୋଗୀ ଏଠାରେ ଆରୋଗ୍ୟ କାମନା କରି ପଡ଼ି ରହିଛନ୍ତି। ମଠରେ ସୂର୍ଯ୍ୟଦେବଙ୍କୁ ନିରାକାର ବ୍ରହ୍ମ ରୂପେ ପୂଜା କରାଯାଏ। କଳା ମୁଗୁନି ପଥରର ଓଙ୍କାର ବ୍ରହ୍ମମୂର୍ତ୍ତି ପୂଜା ପାଉଛି। ମନ୍ଦିର ପଛ ପାଖରେ
ଚାଳ ଉପର ମଉଡ଼ ମରା ଘର ଭିତରେ ଧୂନିକୁଣ୍ଡରେ ବୈଷ୍ଣବ ବ୍ରାହ୍ମଣୀ ଜଳୁଛି। ମଠ ପ୍ରାଙ୍ଗଣରେ ପୂର୍ବତନ 17 ଅବଧୂତ ସାଧୁଙ୍କ ସମାଧି ମନ୍ଦିର ଅଛି। ମଠର ବାବାଜୀମାନେ ସମାଧି ପୀଠରେ ପୂର୍ବତନ ସାଧୁମାନଙ୍କର ପୂଜା ଉପାସନା କଲାବେଳେ ଚାର୍ଲ୍ସର ପୁନର୍ବାର ବିଶ୍ୱାସ ଜନ୍ମେ। ଆତ୍ମା ଅମର, ଅଜର, ଅବିନଶ୍ୱର। ଚିନ୍ତା ରାଜ୍ୟରେ ବୁଡ଼ିଯାଇ ଚାର୍ଲ୍ସ ଧୀରେ ଧୀରେ ଚାଲି ଚାଲି ମଠର ଦକ୍ଷିଣ ଦିଗରେ ପୁଷ୍ପରିଣୀ ନିକଟରେ ପହଞ୍ଚିଥାଏ। ତାର ଚାରିପଟେ ବେଢ଼ିଥିବା ଲଙ୍କା ଆମ୍ବର ବଗିଚାମାନଙ୍କ ଭିତରେ ଘୂରି ଘୂରି ଚାର୍ଲ୍ସ ଆକସ୍ମାତ୍ ଉଦାସ ହୋଇଯାଏ। ଲିଲିଆନକୁ ଅପେକ୍ଷା କରି ହିଁ ଚାର୍ଲ୍ସ ରହୁଥାଏ ଟୁରିଷ୍ଟ ବଙ୍ଗଳାରେ। ନଚେତ୍ ସେ ରହନ୍ତା କୌଣସି ମଠରେ, ଶୁଅନ୍ତା ଚନ୍ଦ୍ରଭାଗାର ବେଳାରେ, ଘୂରି ବୁଲନ୍ତା ଝାଉଁବଣ ଓ ଲଙ୍କା ବାଦାମ ବଗିଚା ଭିତରେ। ଉପରେ ନୀଳ ଆକାଶ, ପାଦତଳେ ଧରିତ୍ରୀର ବାଲୁକା ସେଜ, ସାମ୍ନାରେ ସୁନୀଳ ସାଗର, ପଛରେ ମଗ୍ନ ମହର୍ଷି ଭଳି କୋଣାର୍କ। ଚାର୍ଲ୍ସକୁ ସବୁକିଛି ଅପୂର୍ବ ଲାଗୁଥାଏ। ଟୁରିଷ୍ଟ ବଙ୍ଗଳାଠାରୁ ପିଚୁ ରାସ୍ତା ଦେଇ ଚାର୍ଲ୍ସ ଚନ୍ଦ୍ରଭାଗା ତୀରକୁ ଯାଏ ସମୁଦ୍ର ସ୍ନାନ ପାଇଁ। ରାସ୍ତାର ଦୁଇ ପାର୍ଶ୍ୱରେ ଧାଡ଼ି ଧାଡ଼ି ଝାଉଁଗଛ ଚାର୍ଲ୍ସର ପଥଶ୍ରାନ୍ତି ଦୂର କରିବା ପାଇଁ ଆଲଟ ଚାମର ଧରି ଶୀତଳ ବାୟୁ ସୃଷ୍ଟି କରି ପଙ୍ଖା କରୁଥାନ୍ତି। ଚାର୍ଲ୍ସ ଭାବୁଥାଏ, ଇଣ୍ଡିଆର ଗଛପତ୍ର ବି ଆତିଥ୍ୟ କଣ ଜାଣନ୍ତି। ଚନ୍ଦ୍ରଭାଗାର ଦୁଇ ପାର୍ଶ୍ୱରେ ଦୁଇଟି ମଠ। ପଶ୍ଚିମ କୂଳରେ ଥିବା ମଠଟି ବହୁ ପ୍ରାଚୀନ। ପ୍ରାଣୀମାନଙ୍କ ହିତ ଲାଗି ସ୍ୱୟଂ ସୂର୍ଯ୍ୟଦେବ କଳ୍ପପଟ ରୂପ ଧାରଣ କରି ଏଠାରେ ଅବସ୍ଥାନ କରିଥିବା କଥା କପିଳ ସଂହିତାରେ ଲେଖା ଅଛି। ସେହି କଳ୍ପବଟକୁ ପୂର୍ବେ ଅର୍କବଟ ବୋଲି କୁହାଯାଉଥିଲା ଏବଂ ଅର୍କବଟକୁ ନିଷ୍ଠାର ସହ ପୂଜା ଉପାସନା କରାଯାଉଥିଲା। ବର୍ତ୍ତମାନ ସେ ବଟବୃକ୍ଷ ନାହିଁ। ବଟବୃକ୍ଷ ସ୍ଥାନରେ ବଟେଶ୍ୱର ମହାଦେବ ପୂଜା ପାଉଛନ୍ତି। ଚନ୍ଦ୍ରଭାଗା ମଠଟି ତାରି ନିକଟରେ ସ୍ଥାପିତ ହୋଇଥିଲା। ଚନ୍ଦ୍ରଭାଗାର ପୂର୍ବ ଦିଗରେ ସମୁଦ୍ର କୂଳରେ କିଛି ବର୍ଷ ପୂର୍ବେ ବିରଞ୍ଚି ନାରାୟଣ ମଠ ସ୍ଥାପିତ ହୋଇଛି। ଦୁଇଟି ଯାକ ମଠରେ ଚାର୍ଲ୍ସ କିଛି ସମୟ କଟାଏ। ତାପରେ ଚାଲି ଚାଲି ଯାଏ ନୋଳିଆ ବସ୍ତି ଆଡ଼େ। ପୁଣି ଚାଲି ଚାଲି ଫେରେ। ନିଶ୍ଚିହ୍ନ ହୋଇଆସୁଥିବା ଚନ୍ଦ୍ରଭାଗା ନଦୀଧାରରେ ଘୂରି ଘୂରି ଓଦା ବାଲିରେ କଳିଙ୍ଗ ସ୍ଥପତି ଓ ଶିଳ୍ପୀର ପଦଚିହ୍ନ ଖୋଜି ହୁଏ। ବିଷ୍ଣୁ ମହାରଣା କହେ, ଶୁଣ ସାହେବ, ମନକୁ ନିର୍ମଳ କର, ଉଦାର କର, ସ୍ଥିର ଶାନ୍ତ କର। ଏକାଗ୍ର ଚିତ୍ତରେ ଅତୀତର କଳିଙ୍ଗକୁ ଖୋଜ। ଚର୍ମ ଚକ୍ଷୁ ନୁହେଁ, ଦିବ୍ୟ ଦୃଷ୍ଟି ଦେଇ କୋଣାର୍କକୁ ଅନୁଧ୍ୟାନ କର। ସବୁ ପାଇଯିବ, ସବୁ ଦେଖିପାରିବ। ଲିଲିଆନ ଆସି ପହଞ୍ଚିବା ବେଳକୁ ଚାର୍ଲ୍ସ କୋଣାର୍କର ଆଖପାଖ ଅଞ୍ଚଳ ସମ୍ବନ୍ଧରେ ମୋଟାମୋଟି ଗୋଟାଏ ଧାରଣା କରିସାରିଥାଏ। ଚାର୍ଲ୍ସ ଏବଂ ଲିଲିଆନ ବହୁ ଦିନରୁ ପ୍ରେମପାଶରେ ଆବଦ୍ଧ। ବିବାହର ପ୍ରଶ୍ନ କେବେ ଉଠେନି। ଚାର୍ଲ୍ସ ବିବାହର ଘୋର ବିରୋଧୀ। ବିବାହରେ ସେ ବିଶ୍ୱାସ କରେନା। ଲିଲିଆନ ତରଫରୁ ମଧ୍ୟ ବିବାହର କଥା କେବେ ଉଠିନି। ତଥାପି ସେମାନେ ସୁଯୋଗ ମିଳିଲେ ଏକତ୍ର ରହନ୍ତି। ଲିଲିଆନ ଚାର୍ଲ୍ସ ସହ ଅନେକ ଘୁରିଛି। ତାର କଲେଜ ଛୁଟି ହେବା ମାତ୍ରେ ଚାର୍ଲ୍ସ ସହ ମିଳିତ ହେବା ପାଇଁ ସେ ମଧ୍ୟ ଉଡ଼ି ଆସିଛି ଇଣ୍ଡିଆ। କୋଣାର୍କ ସମ୍ବନ୍ଧରେ ଲିଲିଆନ ମନରେ ଅନେକ ଉତ୍କଣ୍ଠା ଓ ଆବେଗ। ସେ ଶୁଣିଛି କୋଣାର୍କ ଗାତ୍ରରେ କେବଳ ମୈଥୁନ ଓ ଯୌନ ଚିତ୍ର ହିଁ ଚମତ୍କାର ଭାବରେ ଖୋଦିତ ହେଇଛି। କୋଣାର୍କର ଅର୍ଥ ଲିଲିଆନ ବୁଝେ ସେକ୍ସ, ମୈଥୁନ। ସେ ଦୃଶ୍ୟଗୁଡ଼ିକୁ ଚାର୍ଲ୍ସ ସହିତ ଏକତ୍ର ଉପଭୋଗ କରିବାର ପ୍ରଲୋଭନରେ ଲିଲିଆନ ଆସିଛି। ସେହି ଦୃଶ୍ୟର ଆକର୍ଷଣରେ ହିଁ ଅନେକ ଯୁବକ ଯୁବତୀ କୋଣାର୍କ ଆସିଥାନ୍ତି। ଚାର୍ଲ୍ସର ପ୍ରଥମ ସେମିତି ଧାରଣା ଥିଲା। ମାତ୍ର କୋଣାର୍କ ସମ୍ବନ୍ଧରେ ଅଳ୍ପ କିଛି ଅଧ୍ୟୟନ କରିବା ପରେ ତାର ସେ ଧାରଣା ଦୂର ହୋଇଛି। ଯେଉଁ କୋଣାର୍କର ମୈଥୁନ ଦୃଶ୍ୟ ଦେଖି ଯୁବ ପ୍ରାଣରେ ଅଦମ୍ୟ ରୋମାଞ୍ଚ ଜାଗେ, ସେହି କୋଣାର୍କକୁ ଦେଖିଲେ ଚାର୍ଲ୍ସ କେମିତି ନିସ୍ପନ୍ଦ ହୋଇଯାଏ। ସ୍ଥିର ହୋଇଯାଏ ତାର ରକ୍ତ ପ୍ରବାହ। କୋଣାର୍କ ଯେମିତି ଅନେକ ରହସ୍ୟ ଏବଂ ଅନେକ ବିସ୍ମୟର ଗ୍ରନ୍ଥାଘର। ସେ ଯେମିତି ଅତୀନ୍ଦ୍ରିୟ ମହର୍ଷି ଜଣେ। ଲିଲିଆନ ଆସିଛି ଛୁଟି କଟାଇବା ପାଇଁ। ଚାର୍ଲ୍ସ ଆସିଛି ଗବେଷଣା ଉଦ୍ଦେଶ୍ୟରେ। ଲିଲିଆନ ଆଖିକୁ କୋଣାର୍କ ଗୋଟାଏ ପର୍ନୋଗ୍ରାଫିକ୍ ଆଲବମ ଭଳି ଦିଶୁଥାଏ। ପ୍ରଥମ ଦିନ ହିଁ କୋଣାର୍କର ପୂର୍ବ ପାଖ ଦ୍ୱାର ମୁହଁରେ ଲିଲିଆନର ଧର୍ମାନନ୍ଦ ସହ ଦେଖା ହୋଇଗଲା। ଧର୍ମାନନ୍ଦ 12 ବର୍ଷର ବାଳକ। କୋଣାର୍କ ଭାସ୍କର୍ଯ୍ୟର ଫଟୋ ବିକ୍ରି କରେ।
ଅପରିପକ୍ୱ କିଶୋର ଧର୍ମାନନ୍ଦର ଚିନ୍ତାଧାରା କିନ୍ତୁ ବେଶ୍ ଅଭିଜ୍ଞ ଏବଂ ପରିପକ୍ୱ। ମୁହଁ ଦେଖି ସେ ଜାଣିପାରେ କିଏ କେଉଁ ଧରଣର ଗ୍ରାହକ। ଧର୍ମାନନ୍ଦ ବିଭିନ୍ନ ଭାସ୍କର୍ଯ୍ୟର ଫଟୋ ସ୍ୱତନ୍ତ୍ର ଖୋଳ ଭିତରେ ଯତ୍ନରେ ରଖିଥାଏ। ଗ୍ରାହକର ମୁହଁ ଦେଖି ସେ ନିର୍ଦ୍ଦିଷ୍ଟ ଫଟୋଗୁଡ଼ିକ ପ୍ରଦର୍ଶନ କରେ। ଫଟୋଗୁଡ଼ିକର ବର୍ଣ୍ଣନା ଅନର୍ଗଳ କରିଚାଲେ। ସମ୍ମୋହିତ ହୁଏ ଦର୍ଶକ ଫଟୋଗୁଡ଼ିକ ଦେଖି। ବିମୁଗ୍ଧ ହୁଏ ଧର୍ମାନନ୍ଦର ବର୍ଣ୍ଣନା ଚାତୁରୀରେ। ଧର୍ମାନନ୍ଦର ଫଟୋ ଖୁବ୍ ବିକ୍ରି ହୁଏ। ଅନ୍ୟ ଅନେକ ଫଟୋ ବିକାଳି ବାଳକ ପଛରେ ପଡ଼ିଯାଆନ୍ତି। ଧର୍ମାନନ୍ଦ ବିଦେଶୀ ଟୁରିଷ୍ଟମାନଙ୍କୁ ମଧ୍ୟ ଇଂରାଜୀ ମିଶା ହିନ୍ଦୀରେ କଥା କହି ବଶୀଭୂତ କରିଦିଏ। ଧର୍ମାନନ୍ଦ ପାଠ ପଢ଼ିଲା ବେଳେ ମେଧାବୀ ଥିବ ଏଥିରେ ସନ୍ଦେହ ନାହିଁ। ଅର୍ଥାଭାବରୁ ସପ୍ତମ ଶ୍ରେଣୀ ପାଠ ଶେଷ କରି ସେ ହାଇସ୍କୁଲରେ ଭର୍ତ୍ତି ହୋଇପାରିଲା ନାହିଁ। ତାର ବାପାଙ୍କର ଆହୁରି 7ଟି ସନ୍ତାନ ଧର୍ମାନନ୍ଦ ତଳେ। 12 ବର୍ଷ ବୟସରୁ ହିଁ ଧର୍ମାନନ୍ଦକୁ ବାପାର ବଧିଷ୍ଣୁ ସଂସାରର ବୋଝ ଅଧାଅଧି ମୁଣ୍ଡେଇବାକୁ ପଡ଼ିଛି। କୋଣାର୍କଠାରୁ 3 କିଲୋମିଟର ଦୂର କରମଙ୍ଗା ଗ୍ରାମରେ ଧର୍ମାନନ୍ଦର ଘର। ପ୍ରତିଦିନ ସକାଳୁ ପଖାଳ ଖାଇ ସେ ଘରୁ ବାହାରି ପଡ଼େ। ଦିନସାରା ଟୁରିଷ୍ଟମାନଙ୍କ ପିଛା ଧରିଥାଏ। ମଧ୍ୟାହ୍ନରେ ଚାହା ଆଉ ବରା ପକୁଡ଼ି ଖାଇ ରହିଯାଏ। ଯେଉଁଦିନ ଭଲ ରୋଜଗାର ହୋଇଥାଏ ସେଦିନ ମନ ଖୁସିରେ କୋଣାର୍କର ଦକ୍ଷିଣ ପଶ୍ଚିମ କୋଣକୁ ଥିବା ନାରୁ ନନାର ଧର୍ମପଦ ହିନ୍ଦୁ ହୋଟେଲରେ ଗରମ ଗରମ ମୋଟା ଭାତ, ମୁଗ ଡାଲି, କଖାରୁ, ଆଳୁ ଝୋଳ, ଅଧା ପ୍ଲେଟ୍ ତରକାରୀ ପରମ ତୃପ୍ତିରେ ଖାଏ। ସେତେବେଳେ ଧର୍ମପଦ ହୋଟେଲ ମୁଣ୍ଡି ମରା ହୋଇନଥିବା ଛପର ଉଡ଼ିଯାଇଥିବା ମାଟି ଘରେ ବସି ଖାଇବା ବେଳେ ଉପରେ ପଡ଼ୁଥିବା ଟାଣ ଖରା ଦେହକୁ କାଟେ ନାହିଁ। ପାଦତଳର ଅପରିଷ୍କାର ମାଟି ଚଟାଣ ପାଦକୁ ଖରାପ ଲାଗେ ନାହିଁ। ବହୁଦିନର ବ୍ୟବହୃତ ପୁରୁଣା କାଠ ଟେବୁଲରେ ମଳି ବସି ବସି କଳା ରଙ୍ଗର ପରସ୍ତଟିଏ ରଙ୍ଗ ମାରିଲା ପରି ଚିକ୍କଣ ହୋଇ ବସିଯାଇଥିଲେ ବି ମନରେ ଘୃଣା ଆସେ ନାହିଁ। ଧର୍ମାନନ୍ଦ ଭାବେ କି ଉପାୟ କଲେ ସେ ପ୍ରତିଦିନ ଏମିତି ପେଟପୁରା ଦିବ୍ୟ ଭୋଜନ କରିପାରିବ ଆଉ ତାର ପଙ୍ଗପାଳ ଭାଇ ଭଉଣୀଙ୍କୁ ବି ପୋଷିପାରିବ। ଗାଡ଼ି ଚଢ଼ି ଆସି ପାନ୍ଥ ନିବାସ ବା ବଡ଼ ବଡ଼ ଲଞ୍ଜିରେ ରହୁଥିବା ଲୋକମାନଙ୍କୁ ଚାହିଁ ଚାହିଁ ଧର୍ମାନନ୍ଦ ବେଳେବେଳେ ଭାବେ ସେ ମଧ୍ୟ ଏମିତି ପଇସା ଖର୍ଚ୍ଚ କରିପାରୁଥାନ୍ତା। ପେଟ ଭରି ଭଲ ଖାଦ୍ୟ ଖାଇପାରୁଥାନ୍ତା ଆଉ ବୁଲି ପାରୁଥାନ୍ତା କି? ସେ ବୁଝିପାରେ ନାହିଁ ସେଭଳି ଦରିଦ୍ର ହେଲା କାହିଁକି। ଭୋକ ପେଟରେ ନିର୍ଧୁମ ଖରାରେ ଟୁରିଷ୍ଟମାନଙ୍କ ପଛେ ପଛେ ଘୁରି ଘୁରି କୋଣାର୍କ ବେଢ଼ା ସକାଳୁ ସଞ୍ଜ ଯାଏ 25-30 ଥର ପ୍ରଦକ୍ଷିଣ କରିବା ସଙ୍ଗେ ସଙ୍ଗେ ରେକର୍ଡ ବଜାଇଲା ଭଳି ମୁଖସ୍ଥ କରା ଅଧେ ବୁଝୁଥିବା ଅଧେ ନ ବୁଝୁଥିବା କଥାଗୁଡ଼ାକ ଚର୍ବିତ ଚର୍ବଣ କରିବା ଭଳି କି ଅପରାଧ ସେ କରିଛି ସେ କଥା ମଧ୍ୟ ସେ ବୁଝିପାରେ ନାହିଁ। ତାର ଅନେକ ସମୟରେ ଧାରଣା ହୁଏ ଦୋଷ ତା ମା'ର। ସେ ଏତେ ପିଲା ଜନ୍ମ କରୁଥିଲା କାହିଁକି? ମା ଯଦି ନିୟମ କଲା ଭଳି ପ୍ରତିବର୍ଷ ପିଲା ଜନ୍ମ କଲେ ବିଚରା ବାପା କରିବ କ'ଣ? ସେ ଏକା ଏକା ଏତେ ଲୋକଙ୍କୁ ପୋଷିବ କେମିତି? ସେ ବେଳେ ବେଳେ ଭାବୁଥିଲା ମା ଯଦି ଜିଦ୍ କଲା ଭଳି ଛୁଆ ଜନ୍ମ କରିବାଟାକୁ ନିଜର ପେଶା କରିଛି ବାପା ତାକୁ ବାହାର କରିଦେଉନି କାହିଁକି? ତା ବାପାଟା ନିରୀହ ଲୋକଟିଏ। ସେଇଥିପାଇଁ ବୋଧହୁଏ ଯେତେ ହନ୍ତସନ୍ତ ହେଲେ ମଧ୍ୟ ମାକୁ ପୋଷୁଛି। ତାର ଘୁଷୁରୀ ପଲ ଭଳି ପିଲାଙ୍କୁ ପୋଷୁଛି। ସେ ଘୁଷୁରୀ ପଲ ଭିତରୁ ଧର୍ମାନନ୍ଦ ବି ଜଣେ। ସ୍କୁଲ ଛାଡ଼ି ଫଟୋ ବିକ୍ରି କରିବା ପରେ ପରେ ଧର୍ମାନନ୍ଦ ବୁଝିପାରିଛି ମା ଅପେକ୍ଷା ବାପା ହିଁ ବୋଧହୁଏ ତାଙ୍କର ଏ ଦାରିଦ୍ର୍ୟ ପାଇଁ ବେଶୀ ଭାଗ ଦାୟୀ। ବାପା ମାକୁ କାହିଁକି ବାହାର କରି ଦେଇନାହିଁ ତା ମଧ୍ୟ ସେ କୋଣାର୍କ ଫଟୋ ବିକ୍ରି କରିବା ଦ୍ୱାରା ବୁଝିପାରିଛି। ପାଠ ପଢ଼ିବା ବେଳେ ସେ ଶ୍ରେଣୀରେ ଦ୍ୱିତୀୟ କିମ୍ବା ତୃତୀୟ ହେଉଥିଲା ଏବଂ ବକ୍ତୃତା ପ୍ରତିଯୋଗିତାରେ ସବୁବେଳେ ପ୍ରଥମ ହେଉଥିଲା। ସେତେବେଳେ ସାହିତ୍ୟ, ଗଣିତ, ଇତିହାସ, ଭୂଗୋଳ ବା ବିଜ୍ଞାନ ପଢ଼ି ସଂସାରକୁ ଯେତିକି ବୁଝିନଥିଲା ଏ ଫଟୋ ବିକ୍ରି କରିବା ଦ୍ୱାରା ସେ ସଂସାରକୁ ତାଠାରୁ ଅଧିକ ଗହନ ଭାବେ ବୁଝିପାରିଛି। ବୟସରେ ଛୋଟ ହେଲେ ବି ମନରେ ସେ ପରିପକ୍ୱ ହୋଇଉଠିଛି। ସ୍କୁଲ ଛାଡ଼ି ପେଟ ପାଇଁ ଫଟୋ ବିକ୍ରିକୁ ପେଶା କଲାବେଳେ ତାକୁ ଖୁବ୍ ଦୁଃଖ ଲାଗୁଥିଲା। ସେ କାମକୁ ବାହାରିଲା ବେଳେ ତାର ସାଙ୍ଗମାନେ ବହି ଧରି ହାଇସ୍କୁଲକୁ ଯାଉଥିବାର ଦେଖିଲେ ତା ମନରେ ଯେତିକି ଦୁଃଖ ହୁଏ ତାଠାରୁ ବେଶୀ ହୁଏ ରାଗ ଆଉ ଅଭିମାନ। ଏ ଅଭିମାନ ଓ ରାଗ କାହା ଉପରେ ସେ ଠିକ୍ ବୁଝିପାରେ ନାହିଁ।
आजिकाली ताकू एते दुख लगे नहीं। फोटो बिक्री रे अनेक रोमांच, अनेक कौतूह आउ असीम आनंद ताकू मिले। ता बयसर छात्र माननकु जो सब कथा जानिबा पाई, बुझिबा पाई, कहिबा पाई बारण करा जाए, से सबु से अबाधरे कहि पारुथबारु से निजको गौरवान्वित मने करे। तार जो सांग माने हाईस्कूल रे पढ़ुचंती से माने मध्य सृष्टिर गूढ़ रहस्य संपर्क रे अज्ञ एवं नित्यांत निर्बोध होई रहिचंती भाबी से सेमानंकु हे अज्ञान करी निज हृदयर अनेक अपूर्ण हाहाकार को प्रशमित करेनि। कामटा ताकू धीरे धीरे आरी जाउଥାଏ। लिलियन को देखु देखु धर्मानंद कोणार्क गात्र रे खोदित मैथुन चित्रगुड़िकर फोटो पैकेट ता हाथ को बढ़ाई देला। लिलियन निसंकोचरे सबगुड़िक फोटो गोटिक परे गोटिके देखुथिबा बेले धर्मानंद पर्यायक्रमे चित्रगुड़िकर वर्णना चमत्कार भावरे कଳି चलिଥାଏ। पूरा पैकेट्र फोटो लिलियन किणिनेला चढ़ा दाम रे। से सबु दृश्यर बड़करा रंगीन फोटो 25 सेट से ऑर्डर देला। ता देशरे अनेक बंधु बरात देइछंती। फोटो गुड़िक देखिबा परे सेमाने निश्चय सुविधा करे कोणार्क आसिबे छुट्टी कटेबा पई। धर्मानंदर भाग्य एमिति दिने दिने जळुथिला। विदेशी लोकगुड़ा पैसा को परबाय करंती नाही। धर्मानंद केतेटा विदेशी आदब कायदा मध्य जानिछे। सेमानंकु से गुड मॉर्निंग गुड इवनिंग जणाए। वर्णना करू करू ठाकी कले सरी कही पुणी कथा आरंभ करे। निजको सेमानंक सह परिचित कराइबा पूर्वरु कहे, एक्सक्यूज मी मैडम, मु धर्मानंद दास इत्यादि इत्यादि। फोटो दे सारी दाम गणी नेबा बेले नरम कंठरे कहे, थैंक यू सर, थैंक यू मैडम। धर्मानंद को समस्ते भल पाती। लिलियन फोटो गुड़िक देखि सारी चार्ल्स रो हाथ धरी आगे जाउछि नाट मंदिर आड़े। गाइड श्रीधर बेउरा अभिवादन जणाइला। बिना वाक्य व्यୟରେ श्रीधर को नहीं लिलियन थरे कोणार्क संबंध रे गोटाए मोटामोटी धारणा करि नेइथिला। श्रीधर जानी जानी मैथुन मूर्ति मानक पाखरे अपेक्षाकृत बेसी समय अटकी जाउଥାଏ। गला बसई भल भाबरे छविटा को बुझाउଥାଏ। क्षमा मागी मझिरे मझिरे कहूଥାଏ, साहेब को डाकंतु मैडम, एसबु छवि एका एका देखिबार नुहे। लिलियन खोला मिजाज झियो। सेक्स विषय ता मनरे कौनसी रक्षणशीलता नहीं। से हसी दिए एवं उत्तर दिए, साहेब को नहीं परे एसबु आउ थरे देखिबे, प्रथमे मु गोटाए धारणा करेनि। लिलियन जेमिति खोला मनर झियो सेमिति खोला हातरे से गाइड श्रीधर को मध्य तार प्राप्य देबा परे किछि बक्सिस मध्य देइथिला। चार्ल्स एका एका देखुଥାଏ कोणार्कर कारुकार्य, गवेषकर दृष्टि नहीं। दार्शनिक भावनारे मग्न होई से गोटिए गोटिए मूर्ति पाखरे ठिया होई निस्पंद होई जाउଥାଏ। लिलियन को खुशी करिबा पई से किंतु कोणार्करे खोदित मैथुन चित्र गुड़ाक ता परदिन लिलियन रो बाहुरे बाहुछंदी बुली बुली देखिला। चित्र गुड़िक देखी लिलियन आवेगरे स्पंदित होई उठिला बेले चार्ल्स मनरे एपरि दृश्य प्रति घोर वितृष्णा जागुଥାଏ। से भाबुଥାଏ भारतीय देव मंदिर रे एपरि मैथुन चित्र निश्चय धर्म विरोधी एवं दर्शकर नैतिक चरित्र प्रति हानिकारक। से भाबुଥାଏ कोणार्क जुगरे कलिंग शिल्पी तथा कलिंग आदिवासींकर नैतिक चरित्र हुएत खूब निम्न स्तरर थिला। एभली जौन चित्र खोदित करिबा फଳରେ कलिंग शिल्पीकर एकाग्र साधना जे किपरि व्याहत हेला नाही से कथा भाबी चार्ल्स आश्चर्य होउଥାଏ। तेबे कोणार्क समयर जनजीवन से जे पर्यंत अध्ययन करि नाही से पर्यंत कोणार्क शिल्पीर एभली चित्र पछरे निहित थिबा उद्देश्य संबंधरे शेष निष्पत्ति नै न पारे। चार्ल्स ए पर्यंत मध्य कोणार्कर प्रतिटी चित्र को अनुध्यान करे नाही। सेथिपाई किंतु संगी दरकार। लिलियन निश्चिंत भावे चार्ल्स रो जणे सुखदायिनी शଯ୍ୟା संगीनी होई पारे, किंतु कोणार्कर अध्ययन करिबार संगी से नुहे। चार्ल्स रो प्रेमिक पणियार पटांतर नहीं। मात्र लिलियन भली से देव मंदिर को मध्य निजर निवृत्त बेडरूम बोली मने करे नाही।
ଏଇଠି ଚାର୍ଲସ ଏବଂ ଲିଲିଆନ ଭିତରେ ଫରକ। ଚାର୍ଲସ ଯାହା କରେ ତା ଭିତରେ ସମ୍ପୂର୍ଣ୍ଣ ମଗ୍ନ ହୋଇଯାଏ। ଅଧ୍ୟୟନ ଏବଂ ଗବେଷଣା ବେଳେ ସେ ପ୍ରେମ, ପ୍ରଣୟ ଏବଂ ସମୁଙ୍ଗର କଥା ଭୁଲିଯାଏ। ପ୍ରେମ କଲାବେଳେ ପାଠ, ଗବେଷଣା, ଅନ୍ୟାନ୍ୟ ଦାୟିତ୍ୱର କଥା ବି ସମ୍ପୂର୍ଣ୍ଣ ସେ ଭୁଲିଯାଏ। ତେଣୁ ଯେତେବେଳେ ସେ ଯାହା କରେ ସେଥିରେ ଉତ୍କର୍ଷ ସାଧନା କରେ। ମାତ୍ର ଲିଲିଆନ ନିଜକୁ ପ୍ରେମିକା, ନାରୀ ବ୍ୟତୀତ ଅନ୍ୟ କିଛି ଭାବିପାରେ ନାହିଁ। ଏପରିକି ୟୁନିଭର୍ସିଟି କ୍ୟାମ୍ପସ ଭିତରେ ସେ ନିଜକୁ ଛାତ୍ରୀ ମନେ କରେ ନାହିଁ। ପାଠପଢ଼ା ତା ପାଖରେ ଗୌଣ। ମୌଜ ମଜଲିସ୍ କରି ଜୀବନଟାକୁ କାଟିଦେବା ତାର ଲକ୍ଷ୍ୟ। ଏଠାରେ ପହଞ୍ଚିବା ପରେ ମଧ୍ୟ ସେ ଉପଦ୍ରବ୍ୟ ଆରମ୍ଭ କରିଛି। ଚାର୍ଲସର ଗବେଷଣା ଏବଂ ଅଧ୍ୟୟନ ସେ ଆସିବା ପରଠୁ ପୂରାପୂରି ବନ୍ଦ। ସାରାଦିନ ଚାର୍ଲସରେ ବାହୁରେ ବାହୁଛନ୍ଦି ସେ ଘୂରି ବୁଲେ ମନ୍ଦିର ଚାରିପଟେ, ସମୁଦ୍ର ବେଳାରେ, ଝାଉଁବଣରେ। କହେ, ଚାର୍ଲି, ଗବେଷଣା ଥାଉ, ଅଧ୍ୟୟନ ଥାଉ। କୋଣାର୍କରେ ସେସବୁ ପାଇଁ ପ୍ରଶସ୍ତ କ୍ଷେତ୍ର କାହିଁ? କୋଣାର୍କ ଗୋଟାଏ ସେକ୍ସ ସିମ୍ବଲ। ଏଠି ଜୀବନକୁ ଉପଭୋଗ କର। କୋଣାର୍କ ମୋତେ ଉନ୍ମାଦ କରିଛି। ତମେ କିନ୍ତୁ ଏଠାରେ ଅସମ୍ଭବ ଭାବେ ବଦଳି ଯାଇଛ। କାହିଁକି ତମର ସେ ଉନ୍ମାଦନା ଆଉ ଆବେଗ? ଅବଶ୍ୟ ଏଠାରେ କୋଣାର୍କକୁ ବାଦ ଦେଲେ ଆଉ କିଛି ନାହିଁ। ଯଦି ତମକୁ ଏ ନିର୍ଜନତା ନିସ୍ପନ୍ଦ କରିଦେଇଛି, ଚାଲ ଆଉ କୁଆଡ଼େ ଯିବା। ପ୍ରାଣ ଭରି ଜୀବନକୁ ଉପଭୋଗ କରିବା। ଜୀବନକୁ ଉପଭୋଗ କରିବା ପାଇଁ ଏଠାରେ ଅଛି ବା କ'ଣ? କୋଣାର୍କରେ 2ଟି ରାତ୍ରି କଟାଇବା ପରେ ଆଉ କିଛି ନୂତନତ୍ୱ ନଥାଏ। ଚାଲ ଆଉ କିଛି ନୂତନର ସନ୍ଧାନରେ ଯିବା। ଚାର୍ଲସ ଦାର୍ଶନିକ ଭଳି କହେ, ତମେ କୋଣାର୍କକୁ ଠିକ୍ ବୁଝିପାରିନାହ ଆନ୍। ମୁଁ ବି ତାକୁ ବୁଝିନାହିଁ। ଯେତିକି ତାକୁ ମୁଁ ବୁଝିଛି ସେତିକିରୁ ଜାଣେ କୋଣାର୍କ ନିତ୍ୟ ନୂତନ। କୋଣାର୍କ ମୋତେ ପ୍ରତିଦିନ କିଛି ନୂଆ କଥା କହେ, କିଛି ନୂତନ ବାର୍ତ୍ତା ଦିଏ। ତମେ ଦୃଷ୍ଟିଭଙ୍ଗୀ ବଦଳାଅ, ଦେଖିବ ତମକୁ କୋଣାର୍କ ଆକର୍ଷିତ କରିବ। ପ୍ରତିଦିନ ତମକୁ ସେ ନୂଆ ନୂଆ କଥା କହିବ। ଲିଲିଆନ ଦୃଷ୍ଟିଭଙ୍ଗୀ ବଦଳାଏ ନାହିଁ। କୋଣାର୍କ ତାକୁ ଆକର୍ଷଣ କରେ ନାହିଁ। ତାର ମନେ ହୁଏ ଛୁଟିଟା ବୃଥା, ନଷ୍ଟ ହୋଇଯାଇଛି। ରାତ୍ରି ନିର୍ଜନ ହେଲେ କୋଣାର୍କ ଜୀବନ୍ୟାସ ପାଏ। କିନ୍ତୁ ସେଦିନ ଅପରାହ୍ନରେ ବି କୋଣାର୍କ ଜୀଉଁଠିଲା ଚାର୍ଲସର ଆଖି ସାମ୍ନାରେ। ଲିଲିଆନ ଏବଂ ଚାର୍ଲସ କୋଣାର୍କର 2 ପାର୍ଶ୍ୱରେ ବସିଥାନ୍ତି ଧ୍ୟାନମଗ୍ନ ହୋଇ। ଲିଲିଆନ ସିଗାରେଟ୍ ଟାଣୁ ଟାଣୁ ମୈଥୁନ ଚିତ୍ରଗୁଡ଼ାକୁ ନିବିଷ୍ଟ ଚିତ୍ତରେ ବସି ଦେଖୁଥାଏ। ଚାର୍ଲସ ଉପର ପାର୍ଶ୍ୱରେ ଗୋଟାଏ ପଥରର ଚମତ୍କାର ଜାଲିକାମ ଭିତରେ ହଜି ଯାଇଥାଏ। କେହି କାହାକୁ ଦେଖିପାରୁନଥାନ୍ତି। ଆକାଶ ସାରା ମେଘ ଝୁଲି ପଡ଼ୁଥାଏ। ମୂର୍ତ୍ତିଗୁଡ଼ା ଆହୁରି ଗମ୍ଭୀର ଦିଶୁଥାନ୍ତି। ଅକସ୍ମାତ୍ ଚାର୍ଲସ ଅନୁଭବ କଲା, କୋଣାର୍କର ଗୋଟିଏ ପାଷାଣ ମୂର୍ତ୍ତି କର୍ମେ ଜୀଇ ଉଠୁଛି। ସେ ମୂର୍ତ୍ତିଟା ହଲଚଲ ହେଉଛି। ଚାର୍ଲସର ଶରୀରରେ ତଡ଼ିତ୍ ପ୍ରବାହ ହୋଇଗଲା ଗୋଟାଏ ଅକଳ୍ପନୀୟ ରୋମାଞ୍ଚରେ। ଚାର୍ଲସ ନିଃଶବ୍ଦରେ ସେଇ ଜୀବନ୍ତ କୋଣାର୍କ କନ୍ୟାଟି ଦିଗରେ ଆଗେଇଲା। ଚାରିଆଡ଼େ ଅନ୍ଧକାର। କୋଣାର୍କର ପ୍ରାନ୍ତର ପ୍ରାୟ ଜନଶୂନ୍ୟ ହୋଇଯାଇଛି ଏ ଭିତରେ। ଚାର୍ଲସ ଜୀବନ୍ତ କୋଣାର୍କ ନାୟିକାର ପ୍ରାୟ ସାମ୍ନାସାମ୍ନି ହୋଇଗଲାଣି। ନାରୀ ମୂର୍ତ୍ତିଟା କୋଣାର୍କର ନାୟିକା ଭଳି ସୁଠାମ ଏବଂ ସୁଗଠିତ ହେଲେ ବି ସେ ବିବସନା ନୁହେଁ। ମୂର୍ତ୍ତିଟା ଜୀବନ୍ୟାସ ପାଇବା ପରେ ଲଜ୍ଜା ନିବାରଣ ପାଇଁ ଯେମିତି ଶାଢ଼ୀଟିଏ ଯତ୍ନରେ ପିନ୍ଧିଛି। ଚାର୍ଲସ ଗୋଟାଏ ଅଦ୍ୟମ କୌତୂହଳରେ ମୂର୍ତ୍ତିଟାକୁ ସ୍ପର୍ଶ କରିବା ପାଇଁ ଯାଉ ଯାଉ ଅଟକିଗଲା। ମୂର୍ତ୍ତିଟା ସଙ୍କୁଚିତ ଭଙ୍ଗୀରେ ପଛକୁ ଘୁଞ୍ଚି ଯାଉଛି। ଜୀବନ୍ୟାସ ପାଇବା ପରେ ପ୍ରାଚ୍ୟ ନାରୀର ସହଜାତ ମଧୁର ଲଜ୍ଜାରେ ନାରଟିର ମୁଖମଣ୍ଡଳ ପୂର୍ବାପେକ୍ଷା ଅଧିକ ରମଣୀୟ ଦିଶୁଛି। ଚାର୍ଲସ ଏପରି ନିର୍ନିମେଷ ନୟନରେ ଚାହିଁଥିବା ଦେଖି ନାରୀ ମୂର୍ତ୍ତିଟି ଧୀରେ ଧୀରେ ଅପସରି ଯାଉଛି ଚାର୍ଲସର ଦୃଷ୍ଟିପଥରୁ। ଚାର୍ଲସ ସମ୍ବିତ ଫେରିଯାଇ କହିଲା, କ୍ଷମା କରିବେ, ଏପର୍ଯ୍ୟନ୍ତ ମୁଁ ଭାବିଥିଲି କୋଣାର୍କର ନାରୀ ମୂର୍ତ୍ତିଟିଏ ପ୍ରାଣ ପାଇଁ ମୋ ସାମ୍ନାରେ ଠିଆ ହୋଇଛି। କୋଣାର୍କ ନାୟିକା ଜୀଉଁଠିଲେ ବୋଧହୁଏ ଆପଣଙ୍କ ଭଳି ମନେ ହୁଅନ୍ତି। ନାରୀ ମୂର୍ତ୍ତିଟି ଚାର୍ଲସକୁ ସ୍ଥିର ଦୃଷ୍ଟିରେ ଚାହିଁ ଗମ୍ଭୀର କଣ୍ଠରେ କହିଲା, କୋଣାର୍କର କୌଣସି ମୂର୍ତ୍ତି କେବେ ବି ନିଷ୍ପ୍ରାଣ ନୁହନ୍ତି। ସେମାନଙ୍କ ଭିତରେ ପ୍ରତିଟି ମୁହୂର୍ତ୍ତରେ ସ୍ପନ୍ଦନ ରହିଛି। ହୃଦୟ ଦେଇ ସ୍ପର୍ଶ କଲେ ସେ ସ୍ପନ୍ଦନ ଆପଣ ବି ଅନୁଭବ କରିପାରିବେ। ନାରୀଟିର କଥନ ଭଙ୍ଗୀ ମଧ୍ୟ ଚମତ୍କାର ଭାବେ କଳାତ୍ମକ। ଚାର୍ଲସ ଅନୁନୟ କଲା, କ୍ଷମା କରିବେ, ମୁଁ ଚାର୍ଲସ ନେବ।
ପ୍ଲିଜ୍ ମ୍ୟାଡ଼ାମ୍, ମୁଁ ଆପଣଙ୍କର ଗୋଟେ ଫଟୋ ଉତାରିପାରେ? ନାରୀ ମୂର୍ତ୍ତିଟି ନିଃସଂଶୟରେ ଅନୁମତି ଦେଲା ଏବଂ ଅପୂର୍ବ ସ୍ଥାପତ୍ୟ ଭଳି ନିଶ୍ଚଳ ହୋଇ ଠିଆ ହୋଇ ରହିଲା। ଚାର୍ଲ୍ସ କୋଣାର୍କ ଉପରକୁ ଓହ୍ଲାଇ ଆସୁଥିବା ଅନ୍ଧକାର ସଙ୍ଗେ ସାଲିସ କରି କ୍ୟାମେରାର ଲେନ୍ସ ଠିକ୍ କରିନେଲା ଏବଂ ଚଟାପଟ ଫଟୋଟିଏ ଉଠାଇ ନେଲା। ମାତ୍ର ଏ କ'ଣ? ତା କ୍ୟାମେରା ସାମ୍ନାରେ ଗୋଟାଏ ସ୍ଥାପତ୍ୟ। ନାରୀ ମୂର୍ତ୍ତିଟି କିଞ୍ଚିତ୍ ଦୂରକୁ ଘୁଞ୍ଚି ଯାଇଛି। ଚାର୍ଲ୍ସ ଅପ୍ରତିଭ ହୋଇପଡ଼ିଥିଲା ଏବଂ କିଛିଟା ଅପମାନିତ ବୋଧ କଲା। ଅଭିଯୋଗ ଭରା କଣ୍ଠରେ କହିଲା, ଫଟୋଟିଏ ଉଠାଇବାର ଅନୁମତି ଦେବା ପରେ ଏଭଳି ଆଚରଣକୁ ଆମ ଦେଶରେ ଅସୌଜନ୍ୟ ଆବରଣ କୁହାଯାଏ। ନାରୀ ମୂର୍ତ୍ତି ସ୍ମିତ ହସି କହିଲା, ଆପଣ ମୋତେ କୋଣାର୍କ କନ୍ୟା ମନେ କରିଥିଲେ? ଦେଖନ୍ତୁ, ଆପଣଙ୍କ କ୍ୟାମେରା ଭିତରେ କୋଣାର୍କ କନ୍ୟା ହିଁ ଧରା ଦେଇଛି। ମୁଁ ତାର ପଥରୋଧ କରିଥାନ୍ତି କାହିଁକି? ସେଇଟା କ'ଣ ଅଭଦ୍ରତା ନୁହେଁ? ଚାର୍ଲ୍ସ ଉତ୍କଣ୍ଠିତ ସ୍ୱରରେ କହିଲା, ଧରନ୍ତୁ, ମୁଁ ଯଦି ଆପଣଙ୍କର ଗୋଟାଏ ଉଠାଇବାକୁ ଚାହେଁ, ତେବେ ପ୍ରଥମ କଥା ହେଲା ଆପଣଙ୍କୁ ଆପଣଙ୍କର ବାନ୍ଧବୀଠାରୁ ଅନୁମତି ନେବାକୁ ହେବ ଏବଂ ଶେଷ କଥା, ମୁଁ ଆଦୌ ମଡେଲିଂ କରେ ନାହିଁ। ମୁଁ ଇତିହାସର ଛାତ୍ରୀ, କୋଣାର୍କ ଉପରେ ଗବେଷଣା କରୁଛି। ନାରୀ ମୂର୍ତ୍ତିଟି ଶୀଘ୍ର ଶୀଘ୍ର ପାଦ ପକାଇ ନାଟମନ୍ଦିର ଦେଇ ଅଦୃଶ୍ୟ ହୋଇଗଲା ଏବଂ ଚାର୍ଲ୍ସ ମନ୍ତ୍ରମୁଗ୍ଧ ହେଇ ତାର ଯିବା ବାଟକୁ ଚାହିଁ ଚାହିଁ ଏମିତି ଆତ୍ମବିସ୍ମୃତ ହୋଇପଡ଼ିଲା ଯେ ବର୍ଷା ପଡ଼ିବାକୁ ଆରମ୍ଭ କଲାଣି ବୋଲି ସେ ଜାଣିପାରିଲା ନାହିଁ। ହଠାତ୍ ଲିଲିଆନ୍ ତାକୁ ସ୍ପର୍ଶ କରି ଆସ୍ତେ କହିଲା, ଡାର୍ଲିଂ, କୋଣାର୍କରେ ବର୍ଷାଟା କିନ୍ତୁ ଭାରି ରୋମାଣ୍ଟିକ୍। ଚାଲ ଏଥର ଲଜିଂକୁ ଫେରିଯିବା। ଆଜିର ଏ ସୁନ୍ଦର ବର୍ଷା ରାତିଟାକୁ ନଷ୍ଟ କରିଦିଅ ନାହିଁ ପ୍ଲିଜ୍। ଚାର୍ଲ୍ସ ମନେ ମନେ ଭାବିଲା, ଏ ରାତିଟା ମୁଁ ଆଦୌ ହାତଛଡ଼ା କରିବି ନାହିଁ। ସାରା ରାତି ହୁଏତ ଏ ଗୋଟାଏ ଅଶରୀରୀ ନାରୀର ଆତ୍ମା ପଛରେ ମୋତେ ଘୂରିବାକୁ ପଡ଼ିବ। ନାରୀ ମୂର୍ତ୍ତିଟା ଗୋଟାଏ ଅଶରୀରୀ ନାରୀର ଆତ୍ମା ହୋଇନଥିଲେ ମୋତେ ତାର ନାଁଟା ମଧ୍ୟ କହିନଥାନ୍ତା କାହିଁକି? ଜଣେ ଉଚ୍ଚ ଶିକ୍ଷିତା ମହିଳା ପକ୍ଷେ ସେଇଟା ତ ସାଧାରଣ ସୌଜନ୍ୟର କଥା। ଚାର୍ଲ୍ସ ଶୁଣିଛି କୌଣସି ଅଶରୀରୀ ଆତ୍ମା କ୍ୟାମେରା ଲେନ୍ସ ଭିତରେ ବନ୍ଧା ପଡ଼ିବାକୁ ଚାହେଁନା। ମୂର୍ତ୍ତିଟା ନିଶ୍ଚୟ ଗୋଟାଏ ଅଶରୀର ଆତ୍ମାର କ୍ଷଣିକ ପ୍ରକାଶ। ଚାର୍ଲ୍ସର ବିଶ୍ୱାସ ଦୃଢ଼ୀଭୂତ ହେଉଥିଲା। ପ୍ରାଚୀ ସେହି ନଦୀର ନାମ। ଦିନେ ଯିଏ ଥିଲା ସରସ୍ୱତୀ ବା ଚିତ୍ରକଳା। ପ୍ରାଚୀ ମହାତ୍ମ୍ୟ କହେ, ପ୍ରାଚୀ ସରସ୍ୱତୀ ଅର୍କ ତୀର୍ଥ ବାଟ ଦେଇ ସମୁଦ୍ର ସହ ମିଳିତ ହୋଇଥିଲା। ବ୍ରହ୍ମ ପୁରାଣ, ଶାମ୍ବ ପୁରାଣ, କପିଳ ସଂହିତା ଓ ଚୈତନ୍ୟ ଚରିତାମୃତରେ କୋଣାର୍କୀ, ଅର୍କକ୍ଷେତ୍ର, ମିତ୍ରବନ, ପଦ୍ମକ୍ଷେତ୍ର ଓ କୋଣାର୍କ ନାମ ଦେଖିବାକୁ ମିଳେ। ପ୍ରାଚୀ ମହାତ୍ମ୍ୟ କୋଣାର୍କକୁ ରବିକ୍ଷେତ୍ର ଏବଂ ଅର୍କକ୍ଷେତ୍ର ଭାବରେ ବର୍ଣ୍ଣନା କରେ। କୋଣାର୍କ ନାମ ପୂର୍ବେ କୋଣ ମଧ୍ୟ ଥିଲା ବୋଲି ନରସିଂହ ଦେବ ଦ୍ୱିତୀୟଙ୍କର ତାମ୍ରଶାସନରୁ ଜଣାଯାଏ। ପୁଣ୍ୟତୋୟା ପ୍ରାଚୀ ନଦୀ ତଟରେ ଅନେକ ପୁଣ୍ୟକ୍ଷେତ୍ର ଏବଂ ଜନପଦ ପ୍ରଭୃତି କେତେ ଥିଲା। କୋଣାର୍କ ସେହି ଜନପଦମାନଙ୍କ ମଧ୍ୟରୁ ଅନ୍ୟତମ। ପ୍ରାଚୀ ନଦୀ ଦିନେ ପୁରୀ ଜିଲ୍ଲାର ଏକ ବୃହତ୍ ଚିରସ୍ରୋତା ନଦୀ ଥିଲା ବୋଲି ପୁରାଣ ଏବଂ ଇତିହାସ କହେ। ବାଲି ଅନ୍ତାଠାର କୃଶଭ୍ରଦା ନଦୀରୁ ବାହାରି ପ୍ରାଚୀ ନଦୀ ବନମାଳୀପୁର, ନିଆଳି ଓ କାକଟପୁର ମଧ୍ୟ ଦେଇ ସମୁଦ୍ରରେ ପଡ଼ିଥିଲା। ପ୍ରାଚୀ ନଦୀ ତାର ଶଯ୍ୟା ପଥ ଦେଇ ବହି ଯାଉ ଯାଉ ଟାଙ୍ଗର ବନଭୂଇଁକୁ ତାର ସ୍ନେହ ସ୍ପର୍ଶରେ ବିଭିନ୍ନ ରଙ୍ଗର ବର୍ଣ୍ଣାଳୀରେ ଚିତ୍ରିତ କରିଦେବା ପରି ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ନାମରେ ପରିଚିତ ହୋଇଥିଲା। ସୋଲ, ପ୍ରାଚୀ, ଚିତ୍ରକଳା ଏବଂ କାଦୁଆ ପ୍ରଭୃତି ନାମ ଧାରଣ କରି ଶେଷରେ ଚନ୍ଦ୍ରଭାଗା ନାମ ବହି କୋଣାର୍କ ନିକଟରେ ସେ ସାଗର ସହ ମିଳିତ ହୋଇଥିଲା। ଦିନେ ପ୍ରାଚୀ ନଦୀ ଏହାର ଶାଖାମାନଙ୍କୁ ନେଇ ଗୋଟିଏ ପ୍ରବଳ ସ୍ରୋତ ଥିଲା। ସେ ଥିଲା ବେଗମତୀ, ରୂପମତୀ, ପୁଣ୍ୟବତୀ ପ୍ରାଚୀ। ସମୟର ନିଷ୍ଠୁର ସ୍ପର୍ଶରେ ଜରାଗ୍ରସ୍ତ ନାରୀ ପରି କାଳକ୍ରମେ ପ୍ରାଚୀ ହୋଇଛି କ୍ଷଣସ୍ରୋତା। ଦକ୍ଷିଣା ପବନରେ ବାଲି ଉଡ଼ି ପ୍ରାଚୀ ନଦୀର କେତେଗୁଡ଼ିଏ ଶାଖା ଲୋପ ପାଇଯାଇ ନିଶ୍ଚିହ୍ନ ହୋଇଛି। ପ୍ରାଚୀ ନଦୀର ଶେଷ ଅଂଶ ଚନ୍ଦ୍ରଭାଗା ଆଜି ମାତ୍ର ଏକ ପୁଷ୍କରିଣୀ। ସାଗର ସହ ତାର ମିଳନ ଦ୍ୱାରକୁ ଯେମିତି ସମୟ ରୁଦ୍ଧ କରିଦେଇଛି ତାର ଦୃଢ଼ ହସ୍ତରେ। କେବେ କ'ଣ ଆଉ ଚନ୍ଦ୍ରଭାଗା ସମୁଦ୍ରକୁ ସ୍ପର୍ଶ କରିପାରିବନି? କ୍ଷୀଣାଙ୍ଗୀ
ଚନ୍ଦ୍ରଭାଗାକୁ ଦେଖିଲେ ଐଶ୍ୱର୍ଯ୍ୟମୟୀ ପ୍ରାଚୀ ନଦୀର ଦାରୁଣ ପରିଣତି ପାଇଁ ମନରେ ବ୍ୟଥା ଜାଗେ। ପ୍ରାଚୀ କିନ୍ତୁ ନିଜ ପାଇଁ କେବେ ଦୀର୍ଘଶ୍ୱାସ ତୋଳି ନାହିଁ। ଜଗନ୍ନାଥ ଧାମ ପୁରୀକୁ ଯେ ସ୍ପର୍ଶ କରି ବହିଯାଏ, ତାର ଆଉ ଦୁଃଖ କ'ଣ, ଚିନ୍ତା କ'ଣ? ସବୁ ଦୁଃଖ, ଅବଶୋଷ, ଦୁଶ୍ଚିନ୍ତା ସେଇ ଚକାଡୋଳାଙ୍କର ପାଖରେ ସମର୍ପି ଦେଲେ ଶୂନ୍ୟ ମନ ପୂର୍ଣ୍ଣ ହୋଇଯାଏ। ମନେ ହୁଏ ଜୀବନ ସୁନ୍ଦର, ଜୀବନ କାମ୍ୟ, ଜୀବନ ବହୁମୁଖୀ। ପ୍ରାଚୀ ବାବା ସେମିତି ଗୋଟାଏ ଅଖଣ୍ଡ ବିଶ୍ୱାସ ନେଇ ବହିଯାଉଛି ଜୀବନର ଉତ୍ଥାନ ପତନକୁ ଅତିକ୍ରମ କରି। ପ୍ରାଚୀ ବାବା ସେଇ କୋଣାର୍କ କନ୍ୟା ଭଳି ଲାବଣ୍ୟମୟୀ, ଛନ୍ଦମୟୀ, ଲାସ୍ୟମୟୀ। ନିଜ ଜୀବନର ଗୁରୁଭାରକୁ ସେ କେବେ ଦିନେ ଆଉ କାହା ଉପରେ ଚାପି ଦେଇନାହିଁ। ପ୍ରାଚୀ ନଦୀ ଭଳି ପ୍ରାଚୀପ୍ରଭା ତାର ମଧୁର ସ୍ୱଭାବର ସ୍ୱଚ୍ଛ ସଲିଳ ସ୍ପର୍ଶରେ ସମସ୍ତଙ୍କୁ ସଞ୍ଜୀବିତ କରିବ ବୋଲି ଯେମିତି ପଣ କରିଛି। ପ୍ରାଚୀପ୍ରଭା ଅନନ୍ତ ଆଶା ଓ ଅପାର୍ଥିବ ଆନନ୍ଦର ଗୋଟାଏ ପ୍ରତିମୂର୍ତ୍ତି। ସେଠି ନୈରାଶ୍ୟ ବେଦନାର ସ୍ପର୍ଶ ହିଁ ନାହିଁ। ପ୍ରାଚୀପ୍ରଭା ଇତିହାସରେ ଉଚ୍ଚତର ଗବେଷଣାର ଛାତ୍ରୀ। ସୂର୍ଯ୍ୟ ମନ୍ଦିର ନିର୍ମାଣର କାହାଣୀ ଓ କିମ୍ବଦନ୍ତୀ ତାର ଗବେଷଣାର ବିଷୟ। ଗଙ୍ଗବଂଶୀ ରାଜା ନରସିଂହ ଦେବ ହିଁ ପ୍ରାଚୀପ୍ରଭାର ଗବେଷଣା ଭାରକେନ୍ଦ୍ର। ନରସିଂହ ଦେବଙ୍କୁ ଗୌଣ କରିଦେଲେ କୋଣାର୍କର କୌଣସି ଦିଗ ପ୍ରତି ଆଲୋକପାତ କରିହୁଏନା। ତେଣୁ କୋଣାର୍କର ଶିଳାରେ ଶିଳାରେ, ଚନ୍ଦ୍ରଭାଗାର ବାଲୁକାଶିରେ ସେ ରାଜା ନରସିଂହଙ୍କୁ ଖୋଜି ବୁଲୁଛି। କୁଶଭଦ୍ରା ବୁଢ଼ୀଙ୍କୁ ଆଶ୍ରା ନ କଲେ ନରସିଂହଙ୍କୁ ଯେ ପାଇହୁଏ ଏକଥା ପ୍ରାଚୀ ଜାଣେ। ତେଣୁ କୁଶୀ ମାଉସୀଙ୍କୁ ସେ ଆଶ୍ରା କରି ଗବେଷଣାରେ ଆଗେଇ ଚାଲିଛି। କୋଣାର୍କର 5-7 ମାଇଲ ଉତ୍ତର ପୂର୍ବରେ ପ୍ରାଚୀ ନଦୀ ତୀରରେ ଅବସ୍ଥିତ ମଙ୍ଗଳାପୀଠ କାକଟପୁର। ସେଠି ପ୍ରାଚୀପ୍ରଭାର ମାମୁଁ ଘର। ମା ମଙ୍ଗଳାଙ୍କର ସ୍ୱପ୍ନାଦେଶରେ 5 ବର୍ଷ କାଳ ପ୍ରାଚୀ ନଦୀରେ ସ୍ନାନ କରି ମା ମଙ୍ଗଳାଙ୍କର ଦର୍ଶନ କରିବା ପରେ 4 ପୁଅରେ ଏକମାତ୍ର କନ୍ୟା ରତ୍ନ ଲାଭ କରିଥିବାରୁ ମା ସୁଭଦ୍ରା ଦେବୀ ଝିଅର ନାମ ରଖିଥିଲେ ପ୍ରାଚୀପ୍ରଭା। ସବା ସାନ ଭାଇ ମଧ୍ୟ ପ୍ରାଚୀଠାରୁ 10 ବର୍ଷ ବଡ଼। ପ୍ରାଚୀଠାରୁ ବୟସରେ 20 ବର୍ଷ ବଡ଼ ଭାଇ ବ୍ରଜସୁନ୍ଦର ପ୍ରାଚୀକୁ କନ୍ୟାବତ୍ ଲାଳନ ପାଳନ କରିଥିଲେ। ବ୍ରଜସୁନ୍ଦରଙ୍କର 5 ପୁଅ ହେବା ପରେ ପ୍ରାଚୀ ହିଁ ତାଙ୍କ ଜୀବନରେ କନ୍ୟାର ସ୍ଥାନ ପୂରଣ କରିଥିଲା। ତେଣୁ ପ୍ରାଚୀର ବାଲ୍ୟ ଏବଂ କୈଶୋର ସ୍ନେହ ଏବଂ ଆଦରରେ ପ୍ରାଚୁର୍ଯ୍ୟମୟ। ସେ ଅଞ୍ଚଳରେ ସେମାନେ ସମ୍ପତ୍ତି ସମ୍ପନ୍ନ ପରିବାର। ଭାଇମାନେ କେହି ପେଟ ପୋଷିବା ପାଇଁ ବିଦେଶକୁ ଗୋଡ଼ କାଢ଼ି ନାହାନ୍ତି, ଚାକିରିକୁ ଜୀବନିକା କରିନାହାନ୍ତି। ପିଲାଦିନେ ପ୍ରାଚୀର ଧାରଣା ହୋଇଥିଲା ସେମାନଙ୍କର ସମ୍ପତ୍ତିର ଭଣ୍ଡାର ଅସରନ୍ତି, ଯେତେ ଅୟସରେ ଖର୍ଚ୍ଚ କଲେ ବି ଶେଷ ହୁଏନା। ଏକର ଏକର ନଡ଼ିଆ ବଗିଚା, ଆମ୍ବ, ପଣସ, ପୁନାଙ୍ଗ ତୋଟା, ଜାମୁକୋଳି, କେନ୍ଦୁ, ଜାମୁଡୋଳ, ପିଜୁଳିର ବାଗନା, କାଠଚମ୍ପା, ଚମ୍ପା, କନିଅର, ମନ୍ଦାର, ହେନା, ଜୁଇ, ମଲ୍ଲୀ, ମାଳତୀର ବିରାଟ ବଗିଚା। ଏସବୁ ଭିତରେ ପ୍ରାଚୀପ୍ରଭା ଯେମିତି ରାଜକନ୍ୟା। ଦୁଃଖ ଅଭାବର ସଂଜ୍ଞା କିଶୋରୀ ପ୍ରାଚୀକୁ ଜଣାନଥିଲା ତେବେ। ସେସବୁ ଅତୀତର କଥା। ଯେଉଁ ପରିବାରର ପୁଅମାନେ ଗାଁ ସ୍କୁଲର ପାଠ ଶେଷ କରିନଥିଲେ, ପାଠ ପାଇଁ ଦୂରକୁ ଯାଇନଥିଲେ, ସେ ପରିବାରର ଏକମାତ୍ର ଅଲିଅଳି ଝିଅ ପ୍ରାଚୀପ୍ରଭା ଗାଁ ସ୍କୁଲରୁ ପାଠ ଶେଷ କରି ଆଗକୁ ଆଗକୁ କେମିତି ମାଡ଼ିଗଲା ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ ବାଣୀବିହାରରୁ ଇତିହାସରେ ସ୍ନାତକୋତ୍ତର ଶିକ୍ଷା ଶେଷ କରି ପୁଣି ଗବେଷଣାରେ କାହିଁକି ମନପ୍ରାଣ ଢାଳିଦେଲା, ତାହା ମଧ୍ୟ ଏକ ଇତିହାସ। ସେ ଇତିହାସର ପୃଷ୍ଠା ପ୍ରାଚୀ କେବେ ଖୋଲେ ନାହିଁ। ପ୍ରତ୍ୟେକ ମଣିଷର ଜୀବନ କାହାଣୀ ଗୋଟାଏ ଗୋଟାଏ ଇତିହାସ, କାବ୍ୟ ଏବଂ ଉପନ୍ୟାସ ହୋଇପାରେ। ବ୍ୟକ୍ତିଗତ ଜୀବନର ଦୁଃଖ ସୁଖକୁ ଅବଜ୍ଞା କରି ପ୍ରାଚୀ ଜନଜୀବନର ବିକ୍ଷିପ୍ତ ଇତିହାସକୁ ସାଉଁଟିବା ପାଇଁ ଆନନ୍ଦ ପାଏ। ସେଥିପାଇଁ ସେ ନିଜ କଥା ହିଁ ଭୁଲି ଯାଇଥାଏ ବେଶୀ। କୋଣାର୍କର ଅତୀତ ଗୌରବ ଏବଂ ମନ୍ଦିର ନିର୍ମାଣର ଇତିହାସ ପଢ଼ୁ ପଢ଼ୁ ସେ ନିଜକୁ ସମ୍ପୂର୍ଣ୍ଣ ଭୁଲିଯାଏ। ସେଥିପାଇଁ ସେଦିନ ବର୍ଷା ପାଣି ପଡ଼ିବା ପରେ ମଧ୍ୟ ସେ କୋଣାର୍କର ନିର୍ଜନତା ଭିତରେ ନିଜକୁ ଭୁଲି କୋଣାର୍କର ମୌନବ୍ରତ ଭାଙ୍ଗିବା ପାଇଁ ଚେଷ୍ଟା କରୁଥିଲା। ସେମିତି ଭାବମଗ୍ନ ଅବସ୍ଥାରେ ଆମେରିକାନ ଗବେଷକ ଚାର୍ଲ୍ସ ନେଭ୍ ସହ ତାର ସାମ୍ନାସାମ୍ନି ଭେଟ ହୋଇଗଲା। ଚାର୍ଲ୍ସ ସହ ସାକ୍ଷାତ ପ୍ରାଚୀ ପକ୍ଷରେ କିଛି ଗୁରୁତ୍ୱପୂର୍ଣ୍ଣ ନଥିଲା। ଗବେଷଣା କାଳ ଭିତରେ ଅନେକ ବିଦେଶୀ ଟୁରିଷ୍ଟକୁ ସେ ଭେଟିଛି।
ବାର୍ତ୍ତାଳାପ କରିଛି, ବନ୍ଧୁ ହୋଇଛି, ଶୁଭେଚ୍ଛା ଜଣାଇଛି, ସେମାନଙ୍କୁ ପୁଣି ସେ ସହଜ ଭାବରେ ବିଦାୟ ମଧ୍ୟ ଜଣାଇଛି। ଚାର୍ଲ୍ସ ସେମିତି ଜଣେ ଟୁରିଷ୍ଟ। ସେମାନଙ୍କ ଭିତରୁ ଅଧିକାଂଶ ଆସନ୍ତି କୋଣାର୍କରେ ଛୁଟି କଟାଇବା ପାଇଁ। କଳିଙ୍ଗ ଶିଳ୍ପୀର ଜୀବନବ୍ୟାପୀ ଉତ୍ସର୍ଗ ଓ ସାଧନା ପୀଠ କୋଣାର୍କ ସେମାନଙ୍କ ପାଇଁ ଆମୋଦର ଏକ କ୍ରୀଡ଼ାଭୂମି। ଆଖିରେ ନୀଳ ଚଷମା ଦେଇ ପୃଥିବୀକୁ ଦେଖିବା ପରି ସେମାନେ ଚିତ୍ତ ବିନୋଦର ମନ ନେଇ କୋଣାର୍କ ଆସନ୍ତି। ତେଣୁ କୋଣାର୍କର କାରୁକାର୍ଯ୍ୟ ଭରା ସମସ୍ତ ଇନ୍ଦ୍ରଜାଲ ତାଙ୍କୁ ଝାପ୍ସା ଦିଶେ। କେବଳ କୋଣାର୍କରେ ଖୋଦିତ ମୈଥୁନ ମୂର୍ତ୍ତିର ଭାସ୍କର୍ଯ୍ୟ ହିଁ ଜୀବନ୍ୟାସ ପାଇ ତାଙ୍କୁ ଆକର୍ଷିତ କରେ। ଛୁଟି କଟାଇ ଫେରିଯିବା ବେଳେ ସେମାନେ କୋଣାର୍କ ଶିଳ୍ପକଳାର ଭୂୟସୀ ପ୍ରଶଂସା କରିବା ସଙ୍ଗେ ସଙ୍ଗେ କୋଣାର୍କ ଭାସ୍କର୍ଯ୍ୟର ଅଶ୍ଳୀଳତା ସମ୍ପର୍କରେ ବେଳେବେଳେ ଖୁବ୍ କୁତ୍ସିତ ମନ୍ତବ୍ୟ ଦେଇଯାଆନ୍ତି। ଅଥଚ ସଙ୍ଗରେ ନେଇଯାଆନ୍ତି କୋଣାର୍କର ମୈଥୁନ ଛବିର ଫଟୋଚିତ୍ର। କିନ୍ତୁ ପ୍ରାଚୀ ସହ ଚାର୍ଲ୍ସର ସାକ୍ଷାତ ଚାର୍ଲ୍ସ ଜୀବନରେ ଏକ ଅବିସ୍ମରଣୀୟ ଘଟଣା ହୋଇଯିବା ସଙ୍ଗେ ସଙ୍ଗେ ଚାର୍ଲ୍ସ ଜୀବନର ଗତିପଥ ସମ୍ପୂର୍ଣ୍ଣ ବଦଳିଗଲା। ଚାର୍ଲ୍ସର 30 ବର୍ଷର ଜୀବନକାଳ ମଧ୍ୟରେ ଅନେକ ବାନ୍ଧବୀ ଆସିଛନ୍ତି, ଯାଇଛନ୍ତି। ପ୍ରତିଥର ଚାର୍ଲ୍ସ ହିଁ ସେମାନଙ୍କୁ ଆକର୍ଷଣ କରିଥାଏ। ନିଜ ମା' ପ୍ରତି ବାଲ୍ୟକାଳରୁ ବିତୃଷ୍ଣା ହେତୁ ଚାର୍ଲ୍ସ ହୁଏତ କୌଣସି ନାରୀ ପ୍ରତି ହଠାତ୍ ଆକର୍ଷିତ ହୋଇପାରେ ନାହିଁ। ଆହାର ଏବଂ ନିଦ୍ରା ପରି ଯେଉଁ ମୁହୂର୍ତ୍ତରେ ବାନ୍ଧବୀ ଆବଶ୍ୟକ ମନେ ହୁଏ, ଚାର୍ଲ୍ସ କାହାକୁ ହେଲେ ବାଛିନିଏ। ଆବଶ୍ୟକତା ଶେଷ ହୋଇଗଲେ ଚାର୍ଲ୍ସ ବାନ୍ଧବୀର ନାମ, ଠିକଣା ଏବଂ ମୁହଁ ସୁଦ୍ଧା ଭୁଲିଯାଏ। ସେଇଥିପାଇଁ ଚାର୍ଲ୍ସର ହୃଦୟ ସବୁବେଳେ ସଫା, ନିର୍ମଳ। ସେଠି କାହାରି ସ୍ମୃତି ଗଭୀର ନୁହେଁ। ଆଗକୁ ପାଦ ବଢ଼ାଇଲେ ପଛକୁ ଫେରି ନ ଚାହିଁବା ଚାର୍ଲ୍ସ ଜୀବନର ଧର୍ମ। କେତେଜଣ ନାରୀଙ୍କ ସହ ଚାର୍ଲ୍ସ କୌଣସି ଏକ ମୁହୂର୍ତ୍ତର ଅନ୍ତରଙ୍ଗତା ସ୍ଥାପନ କରିଛି। ତାର ହିସାବ ମଧ୍ୟ ସେ କେବେ ରଖିନାହିଁ। ଗଭୀରତା ଯାହା ହେଉନା କାହିଁକି, କେବଳ ମାତ୍ର ଲିଲିଆନ୍ ସହ ତାର ସମ୍ପର୍କର ଦୈର୍ଘ୍ୟ ବେଶୀ। କିନ୍ତୁ ପ୍ରାଚୀ ପ୍ରଥମ ଦେଖାରୁ ହିଁ ଚାର୍ଲ୍ସ ମନରେ ଗୋଟାଏ ଗଭୀର ଆଲୋଡ଼ନ ସୃଷ୍ଟି କରିଛି। ଝିଅଟା ପାଷାଣ ମୂର୍ତ୍ତି ଭଳି ଦୃଢ଼ ଏବଂ ଅବିଚଳ। ସେ ସେମିତି ସେଇ କୋଣାର୍କ ଯୁଗର କନ୍ୟା। ହୁଏତ ସେ ଏକ ଅଶରୀରୀ ଆତ୍ମା। ତେବେ ଏହିଠାରେ ଶେଷ ହେଲା ଔପନ୍ୟାସିକା ପ୍ରତିଭା ରାୟଙ୍କର ଉପନ୍ୟାସ ଶିଳାପଦ୍ମର ଏହି ଭାଗଟି। ଆଗାମୀ ଅଧ୍ୟାୟରେ ଏହି ଉପନ୍ୟାସଟିର ବାକି ଅଂଶଗୁଡ଼ିକୁ ଆମେ ଶୁଣିବା। ରହିଲି, ନମସ୍କାର।